କାଲି ଆମର ଜୟଜୀବ ଉପରେ ଆଲୋଚନା ହେଇଥିଲା। ଜୟଜୀବର ମୁଖ୍ୟ ଆଧାର ଥିଲା ଆମିଷ ନିରାମିଷ, ଭେଜ୍ ନନଭେଜ୍, ଭକ୍ଷଣ ଠିକ୍ କି ନୁହେଁ। ମୁଁ ସର୍ବମୋଟରେ ମୋ ଅଭିଜ୍ଞତାକୁ ନେଇ କେତେ ଗୁଡ଼ିଏ ଦୃଷ୍ଟାନ୍ତ ସହ ପ୍ରତ୍ୟକ୍ଷ ଭାବରେ ଅନୁଭବ କରିଥିବା ଜିନିଷକୁ ମୁଁ ଉପସ୍ଥାପନ କରିଥିଲି। ତେବେ ନିଜର ମତ ସବୁର ଗୋଟେ ପରୀକ୍ଷାର କେନ୍ଦ୍ରବିନ୍ଦୁ ତୁମେ ନିଜେ। ଆଜି ଏଇଠି ବସିଥିବା ଆଉ ଆ ପରେ କ'ଣ ହେବ, ପୂର୍ବରୁ କ'ଣ ହେଇଥିଲା, ପ୍ରତି ମୁହୂର୍ତ୍ତ ଗୋଟେ ପରୀକ୍ଷାର ମାନେ ସମ୍ମୁଖୀନ ହେବା ଜୀବନ ବା ଜୀବ ପ୍ରତ୍ୟେକ ମୁହୂର୍ତ୍ତରେ ଗୋଟେ ଗୋଟେ ପରୀକ୍ଷାର ସମ୍ମୁଖୀନ ହେବା ପାଇଁ ପଡ଼ୁଛି। ଆଇଁଷ ଖାଇବି କି ନାହିଁ, ଗୁରୁ କରିବି କି ନାହିଁ, ଠାକୁରଙ୍କୁ ଡାକିବି କି ନାହିଁ, କ'ଣ ଖାଇବି, କେତେବେଳେ ଶୋଇବି, କେତେବେଳେ ଉଠିବି, କ'ଣ କରିବି, ଜୀବନର ଲକ୍ଷ୍ୟ କ'ଣ, ଏ ସବୁ ଯାକ ଗୋଟିଏ ଗୋଟେ ପେନ୍ଥା ପେନ୍ଥା ପ୍ରଶ୍ନ ତୁମ ଭିତରକୁ ଆସିପାରେ। ତେଣୁ ଆକୁ ସମାଧାନ କରିବା ନିଜ ଦାୟିତ୍ୱରେ ରହିଛି, ନିଜ କର୍ତ୍ତବ୍ୟ ରହିଛି। କିଛି ବ୍ୟସ୍ତ ହେବାର କିଛି ନାହିଁ। ଭାବନ୍ତୁ, ଯିଏ ଜନ୍ମ ଦେଇଛି ତୁମକୁ ଭଲ କର୍ମ ପାଇଁ ଦେଇଛି, ଗୋଟେ ଭଲ ମଡ଼େଲ ତିଆରି କରିଦେଇଛି ତୁମକୁ। ତେଣୁ ତୁମେ ତାକୁ ସାକାର ରୂପ ଦିଅ, ଆହୁରି କଲର୍ ଦିଅ, ଆହୁରି ପୁଷ୍ଟ କରିବା ପାଇଁ ଯେତିକି କର୍ତ୍ତବ୍ୟ ତୁମେ କର। ହଉ, ଇଏ ପୂର୍ବ ପାଠର ଆଲୋଚନା ଗଲା। ବର୍ତ୍ତମାନ ଆଜିର ଆଲୋଚନା ପ୍ରସଙ୍ଗ ଭିତରେ ମୁଁ ଭାବୁଛି ସେଇ ବିଷୟରେ କହିବି, ଯେଉଁ ବିଷୟରେ କି ତୁମର ନିତ୍ୟ ନିୟମିତ ସାଧନ ଉପରେ କ'ଣ କରିବା ଉଚିତ। ତୁମେ ସାଧନ କଲା ସମୟରେ କେଉଁ ସତର୍କତା ଅବଲମ୍ବନ କରିବା ଉଚିତ, ବା କିପରି ସାଧନ କଲେ ତୁମେ ସକ୍ସେସ୍ ହେଇପାରିବ। ସାଧନର ଉପଯୋଗିତା କ'ଣ, ସାଧନର କ୍ରିୟା ଆଉ ତୁମର ମନର ଭାବନା, ତୁମର ଆସନ ପ୍ରାଣାୟାମ, ତୁମର ପୋଜିସନ୍ କ'ଣ ହେବା ଉଚିତ ସବୁ, ଆଉ ସାଧନରେ କ'ଣ କଲେ ଖୁବ୍ ଶୀଘ୍ର ଯେ ସାଧନଟା ଦୃଢ଼ ହେଇଯିବ ବା ସାଧନର ଗତି ବହୁତ ବଢ଼ିଯିବ, ସାଧନର ଆବଶ୍ୟକତା ମଧ୍ୟ ବଢ଼ିବ, ସାଧନରେ ଉତ୍ସାହ ବଢ଼ିବ, ସାଧନର କ୍ରମ ବିକାଶ ହେବ। ସେହି ପରିପ୍ରେକ୍ଷୀରେ ଆଜିର ଏହି ପ୍ରସଙ୍ଗ ମୁଁ ଭାବୁଛି ପ୍ରଭାବ ନିଶ୍ଚିନ୍ତ ପକାଇବ। ତେବେ ଆସନ୍ତୁ ଆମେ ସାଧନ କ୍ରମ ଆଡ଼କୁ ଯିବା। ଦେଖନ୍ତୁ, ଏଇ ସାରା ପୃଥିବୀ ଅଛି, ପୃଥିବୀରେ ତୁମେ ଅଛ। ଏ ସାରା ପୃଥିବୀ ଦେଖନ୍ତୁ ଅଛି। ଯଦି ବିଚିତ୍ରତା କିଛି ଖୋଜାଯାଏ, ତାହେଲେ ଏ ସାରା ପୃଥିବୀ ଗୋଟିଏ, ତୁମେ ଗୋଟିଏ। ସାରା ପୃଥିବୀର ଲୋକ ସଂଖ୍ୟା, ଗଛ ବୃକ୍ଷ, ବୃକ୍ଷାଦି ଆଉ ଜୀବଜଗତ, ତାରା ନକ୍ଷତ୍ର, ନଦୀ ନଦ, ଆଲୋକ ଅନ୍ଧାର, ଆଉ ପବନ, ଜଳ, ଆକାଶ, ସବୁର ଏକତ୍ରୀକରଣ ର ଗୋଟିଏ ସ୍ଥୂଳ ଶରୀର କହିଲେ ଅତ୍ୟୁକ୍ତି ହେବ।
ଏ ସମସ୍ତ ମିଶେଇକିରି ଗୋଟିଏ ସ୍ଥୂଳ ଶରୀର ଅଛି, କିନ୍ତୁ ତୁମେ ତା ଭିତରୁ ଅଲଗା ଅଛ। ଏ ପ୍ରତ୍ୟକ୍ଷ ନୁହେଁ କି ତୁମେ ସମସ୍ତଙ୍କ ଠାରୁ ଭିନ୍ନ। ଦେଖନ୍ତୁ ଏତେ ସୁନ୍ଦର ଉପସ୍ଥାପନା କରାଯାଇଛି ତୁମକୁ ନେଇକିରି। ଭଗବାନ ତୁମକୁ ଗୋଟେ ସ୍ୱତନ୍ତ୍ର ସ୍ଥାନ ଦେଇଛନ୍ତି ବିଚାର କରିବା ପାଇଁ, ସ୍ୱତନ୍ତ୍ରତାରେ ରହିବା ପାଇଁ। ଯଦି ତୁମେ ସ୍ୱତନ୍ତ୍ର ନ ରହି 5ଟା ମଣିଷ ମିଶିକିରି ଗୋଟିଏ ହେଇଥାନ୍ତା, 5ଟା ମଣିଷ ଭିତରୁ ଏକମତ କେବେ ହେଇନଥାନ୍ତା। କିଏ କହିଥାନ୍ତା କାଙ୍କୁଡ଼ି ଖାଇବେ, କିଏ କହିଥାନ୍ତା ନାଇଁ ଖଟା ଖାଇବେ, କିଏ କହିଥାନ୍ତା ମୁଁ ମିଠା ଖାଲି ଖାଇବି, କିଏ କହିଥାନ୍ତା ଆଇଁଷ ନିରାମିଷ। 5ଟାଙ୍କ ମନକୁ ଯଦି ଏକତ୍ରୀକରଣ କରାଯାଏ ତାହେଲେ ସୁନ୍ଦର, ଏଡ଼େ ଏତେ ସୁନ୍ଦର ମଡ଼େଲ ଗୋଟେ ତିଆରି କରି ରଖାହେଇଛି ତୁମ ପାଇଁ। ତୁମେ ଦେଖନ୍ତୁ ସାରା ବିଶ୍ୱ ଜଗତ ଠାରୁ ପୂର୍ଣ୍ଣ ଭାବରେ ତୁମେ ସ୍ୱତନ୍ତ୍ର। 5ଟାଙ୍କ ମନ ନେଇକି ତୁମେ ଚଳୁନ, ତୁମ ନିଜସ୍ୱ ମନ ନେଇକି ତୁମେ ଚଳୁଛ। କାହାକୁ ଆଇଁଷ ଖାଇଲେ ଭଲ ଲାଗୁଛି ତ ସେ ଆଇଁଷ ଖାଉଛି, କାହାକୁ ନିରାମିଷ ଭଲ ଲାଗୁଛି ନିରାମିଷ ଖାଉଛି, କାହାକୁ ଅରୁଆ, କାହାକୁ ଉଷୁନା, କାହାକୁ ଖଟା ଡାଲମା, କ୍ଷୀରି, ଖେଚଡ଼ି, ପୁରୀ, କେତେ ଯେ ଖାଦ୍ୟ ସମାହାର ନେଇକରି ତାର ଚଏସ୍ ରହିଛି ସେ ଖାଉଛି। ଯଦି 5ଟି ମନ ଏକ କରି ଦିଆଯାଇଥାନ୍ତା ତାହେଲେ ତୁମେ ବିଚ୍ଛିନ୍ନ ହୋଇଯାଇଥାନ୍ତା, ତୁମର ସ୍ୱାଦ ରହିନଥାନ୍ତା ତୁମର ଭାବନାର। ସେଇଥିପାଇଁ ପୁରା ଗୋଟେ ଏତେ ସୁନ୍ଦର ମଡ଼େଲ ତିଆରି କରିଦେଇଛନ୍ତି ଭଗବାନ। ତୁମେ ସ୍ୱତନ୍ତ୍ର ଭାବରେ ରହିପାରିବ, ସ୍ୱତନ୍ତ୍ର ଭାବରେ କଥା କହିପାରିବ, ସ୍ୱତନ୍ତ୍ର ଭାବରେ ବିଚାର କରିପାରିବ, ସ୍ୱତନ୍ତ୍ର ଭାବରେ ଶୋଇପାରିବ, ବସିପାରିବ, ଉଠିପାରିବ, କଥା ହେଇପାରିବ କାହା ସହିତ। ଦେଖନ୍ତୁ ଏଇଟା ଗୋଟେ ବଡ଼ ଉପଲବ୍ଧି ନୁହେଁ କି ଭଗବାନଙ୍କର ତୁମ ଉପରେ? ତୁମକୁ ସ୍ୱତନ୍ତ୍ର କରିଦେଇଛନ୍ତି। ଆଉ ଗୋଟେ ଗାଁରେ ଲୋକ ଅଛନ୍ତି, 1000 ଲୋକ ଗୋଟିଏ କଥା କହିବେ, ତୁମେ ସେଥିରେ ସାମିଲ ହେବ, ସମ୍ଭବ? ଠିକ୍ ହେଇଥାନ୍ତା? 1000 ଲୋକଙ୍କର ଗୋଟିଏ ମନୋବୃତ୍ତି ରହିବ, କେବେ ସମ୍ଭବ ନୁହେଁ। ତେଣୁ ତୁମକୁ ଏତେ ସ୍ୱତନ୍ତ୍ର କରିଦେଇଛନ୍ତି, ବାପ ଠାରୁ ମଧ୍ୟ ସ୍ୱତନ୍ତ୍ର, ସ୍ତ୍ରୀ ଠାରୁ ସ୍ୱତନ୍ତ୍ର, ପୁଅ ଠାରୁ ସ୍ୱତନ୍ତ୍ର, ମା ଠାରୁ ସ୍ୱତନ୍ତ୍ର। କେବେ ଭାବିଛନ୍ତି ଏ କଥା ଯେ ମୁଁ ସ୍ୱତନ୍ତ୍ର? ସେଇଥିପାଇଁ ଯେଉଁ ଲେଖାଯାଇଛି ଈଶ୍ୱର ଅଂଶ ଜୀବ ଅବିନାଶୀ। ଈଶ୍ୱର ଅଂଶ ଜୀବ ଅବିନାଶୀ। ଈଶ୍ୱର ତୁମେ, ଏ ଜୀବ ହିଁ ଈଶ୍ୱର। ଦେହ ଦେବାଳୟ ପ୍ରୋକ୍ତ ଜୀବ ନାମ ସଦାଶିବ। ଦେହ ଦେବାଳୟ ପ୍ରୋକ୍ତ ଜୀବ ନାମ ସଦାଶିବ। ବଡି ଇଜ୍ ଦ ଟେମ୍ପୁଲ ଅଫ୍ ଗଡ୍। ଏ ଶରୀର ଈଶ୍ୱରଙ୍କର ମନ୍ଦିର। ତାମାନେ ଈଶ୍ୱର ଆ ଭିତରେ ଅଛନ୍ତି। ସେଠି କହିଲେ ଦେହ ଦେବାଳୟ, ଦେହଟା ଦେବାଳୟ, ଦେହ ଦେବାଳୟ ପ୍ରୋକ୍ତ ଜୀବ ନାମ ସଦାଶିବ। ଯେଉଁ ଜୀବ ଅଛି ଆ ଭିତରେ ସେ ହିଁ ସଦାଶିବ। ଆମେ ଶିବ ପଛରେ ଗୋଡ଼ଉଛେ, ନିଜେ ଶିବ, ନିଜର ଶିବଙ୍କ ତ ଘର ନାହିଁ କି ଦ୍ୱାର ନାହିଁ, ଶ୍ମଶାନରେ ରହୁଛନ୍ତି। ସାର୍ଟ ନାହିଁ, ଛାଲ ପିନ୍ଧୁଛନ୍ତି, ଚପଲ ନାହିଁ, ଖାଲି ପାଦରେ ବୁଲୁଛନ୍ତି, ଖାଦ୍ୟ ନାହିଁ, ଗଞ୍ଜେଇ ଟାଣୁଛନ୍ତି। ତୁମର ତ ସବୁ ଅଛି, ତୁମର ଚପଲ ଅଛି, ତୁମର ଡ୍ରେସ୍ ଅଛି, ମଖମଲି ଚାଦର ଅଛି, ରହିବାକୁ 5 ତାଲା ବିଲ୍ଡିଂ ଅଛି, ଶୀତ ତାପ ନିୟନ୍ତ୍ରଣ କୋଠରୀ ଅଛି, କଲମ ଅଛି, କାଗଜ ଅଛି, ଯାହା ମଗଉଛ ମେନୁ
ମାରିଦେଲେ ସୁଇଚ୍। ଆଜିକାଲି ମୋବାଇଲରେ ଖାଦ୍ୟ ଆସି ଘର ଦ୍ୱାରରେ ପହଞ୍ଚେ, ରାସନ ଜିନିଷ ଘର ଦ୍ୱାରରେ ପହଞ୍ଚେ। ଯାହା ଚାହିଁବ ତୁମେ ମାରିଦେଲେ ନେଟ୍ରେ ଆସି ପହଞ୍ଚି ଯାଉଛି। ଶିବଙ୍କ ତ କିଛି ନାହିଁ। ତେଣୁ ତୁମେ ପ୍ରକୃତରେ ସଦାଶିବ, ଜୀବ ନାମ ସଦାଶିବ, ତୁମେ ହିଁ ଈଶ୍ୱର। ସେଥିପାଇଁ ଈଶ୍ୱର ଗୋଟିଏ ସ୍ୱତନ୍ତ୍ର ସ୍ଥାନରେ ରହିବେ କି ନାହିଁ? ସ୍ୱତନ୍ତ୍ର ମର୍ଯ୍ୟାଦା ଅଛି କି ନାହିଁ ଈଶ୍ୱରଙ୍କର? ସ୍ୱତନ୍ତ୍ର ସିଂହାସନ ଅଛି କି ନାହିଁ? ସ୍ୱତନ୍ତ୍ର ଘର ଅଛି କି ନାହିଁ? ସ୍ୱତନ୍ତ୍ର କଥା କହିବେ କି ନାହିଁ? ସ୍ୱତନ୍ତ୍ର ଖାଦ୍ୟ ଖାଇବେ କି ନାହିଁ? ସ୍ୱତନ୍ତ୍ର ଆସନରେ ବସିବେ କି ନାହିଁ? ତୁମକୁ କ'ଣ ନ ଦିଆହେଇଛି କହୁନାହାନ୍ତି? ସବୁ ଜିନିଷ ଯୋଗାଇ ଦିଆହେଇଛି। ତେଣୁ ତୁମେ ସ୍ୱତନ୍ତ୍ର, ତୁମେ ହିଁ ଈଶ୍ୱର। ତୁମେ କେବେ ହାଣିପାରିବ, କାହାକୁ ବଞ୍ଚେଇ ବି ପାରିବ, କାହାକୁ ଅପକାର କରିପାରିବ, କାହାର ଉପକାର ବି କରିପାରିବ। ସବୁ ପାୱାର ତୁମକୁ ଦିଆହେଇଛି, ଯେହେତୁ ତୁମେ ଈଶ୍ୱର। ଯେହେତୁ ତୁମେ ଈଶ୍ୱର, ସବୁ ପାୱାର ତୁମକୁ ଦିଆଗଲା। ଭଗବାନ ମଡ଼େଲ ତିଆରି କରିଦେଲେ ଗୋଟେ। ଭଗବାନ ମଡ଼େଲ ତିଆରି କରି ଦେଖିଲେ ଏଇଟା ସ୍ୱତନ୍ତ୍ର ମଡ଼େଲ ଗୋଟେ ତିଆରି କଲେ, ଆକୁ କେହି ପାରିବେନି। ତେଣୁ ସେଇ ମଡ଼େଲ ଭିତରେ ତୁମେ ରହି ଈଶ୍ୱର ଅଂଶ। ଈଶ୍ୱର ଅଂଶ ନୁହେଁ, ତୁମେ ସ୍ୱୟଂ ଈଶ୍ୱର। ଈଶ୍ୱରର ପୂର୍ଣ୍ଣ କଳା ତୁମ ପାଖରେ ଅଛି, ବୁଝିଲେ? ଯଦି ନାରୀ ଏବଂ ନର ଦୁଇଟା, ବୋହୂ, ସ୍ୱରୂପା, ଏସବୁ ନାଁ ଯେଉଁ ରଖାଯାଇଛି ସେ ମଣିଷର ନାଁ। ନାରୀ ପରିବାରର ସମସ୍ତ ଅରିକୁ ନାଶ କରୁଥିବାରୁ ନାରୀ। ପରିବାରର ସମସ୍ତ ଅରି ମାନେ ଶତ୍ରୁ, ସବୁ ଶତ୍ରୁକୁ ଦମନ କରୁଥିବାରୁ ତା ନାଁ ରଖାଯାଇଛି ନାରୀ। ମାଟି ପରି ସହନଶୀଳତା ଓ ଆକାଶ ପରି ବିସ୍ତୀର୍ଣ୍ଣ ଚିନ୍ତାଧାରା ବହନ କରି ପରିବାରକୁ ପରିଚାଳିତ କରୁଥିବାରୁ ସିଏ ହେଲା ମା। ମାଟି ପରି ସହନଶୀଳତା ମା ପାଖରେ ଅଛି। ଦୁହିତା ହିତ ଦୁଇ କୂଳକୁ, ବୁଝିଲେ? ତେଣୁ ଏଇ ରୂପରେ ମଣିଷର ଯେଉଁ ଈଶ୍ୱର ବା ଜୀବଟା ନାରୀ, ପୁରୁଷ ବି। ପୁରର ଯିଏ ଈଶ୍ୱର, ଏଇ ପୁର ବା ଘର, ଶରୀର ରୂପକ ଘରର ଯିଏ ଈଶ୍ୱର ମାନେ ନରେଶ, ରାଜା, ତାକୁ ପୁରୁଷ କୁହାହୁଏ। ଯିଏ ପୁରରେ ରହିଛି ସେ ପୁରୁଷ। ତେଣୁ ଏଇ ମଣିଷକୁ ଯେଉଁ ସ୍ୱତନ୍ତ୍ର ଭାବରେ ରଖାଯାଇଛି, ସ୍ଥାନ ଦିଆହେଇଛି, ସ୍ୱତନ୍ତ୍ର ବିଚାର କରିବାକୁ ମଧ୍ୟ ସ୍ଥାନ ଅଛି। ତା ପାଖରେ ବୁଦ୍ଧି ଦିଆହେଇଛି ସ୍ୱତନ୍ତ୍ର ଭାବରେ, ସେ ବିଚାର କରିବ। ମଣିଷ ଯେତେବେଳେ ଏଇ ଧରାପୃଷ୍ଠରେ ଜନ୍ମ ନେଲା, ଜାଣିପାରିଲାନି କିଛି। ଆସ୍ତେ ଆସ୍ତେ ଜ୍ଞାନ ହେଲା, ହେତୁ ହେଲା। ଗୋଟେ କଥାକୁ ବାରମ୍ବାର ଜାଣିଲା ପରେ ମନ ରହିଲା। ତା ଭିତରେ ବିଚାର କରିବାକୁ ଶକ୍ତି ଅଛି, ବୁଦ୍ଧି ଦିଆହେଇଛି, ବିବେକ ଦିଆହେଇଛି, ଆଉ ଚିନ୍ତନ ଶକ୍ତି, ବିଚାର ଶକ୍ତି ସବୁ ଅଛି ତା ପାଖରେ, ଗୋଟେ ମଣିଷ ପାଖରେ। ଯେହେତୁ ସ୍ୱତନ୍ତ୍ର ଭାବରେ ତାକୁ ଛାଡ଼ି ଦିଆହେଇଛି ସ୍ୱତନ୍ତ୍ର ବିଚାର କରିବା ପାଇଁ, ତେଣୁ ସ୍ୱତନ୍ତ୍ର କାର୍ଯ୍ୟ ସିଏ ବି କରିବ। ସ୍ୱତନ୍ତ୍ର କାର୍ଯ୍ୟ କରିବାକୁ ଦିଆହେଇଛି। ଯେମିତି ନିଦ ମଣିଷର ନିତ୍ୟ ଆବଶ୍ୟକ, ନିଦ ନହେଲେ ମଣିଷ ମରିଯିବ। ନିଦ ଯେମିତି ପରମ ଆବଶ୍ୟକ,
ଖାଦ୍ୟ ଯେମିତି ଭୋକ ପାଇଁ ଆବଶ୍ୟକ, ଆଉ ଶୋଷ ପାଇଁ ପାଣିର ଆବଶ୍ୟକତା ଅଛି, ଶୋଇବା ପାଇଁ ନିଦର ଆବଶ୍ୟକତା ଅଛି, ସେମିତି ପରମ ଆବଶ୍ୟକ ମନୁଷ୍ୟର କ'ଣ? ପରମ ଆବଶ୍ୟକ ମନୁଷ୍ୟର ହେଉଛି ଯୋଗ, ନିଜକୁ ଜାଣିବା ପାଇଁ, ନିଜକୁ ନିଜ ସହିତ ପରିଚିତ ହେବା ପାଇଁ। ଏ ବି ପରମ ଆବଶ୍ୟକ ଅଛି। ଖାଦ୍ୟ, ନିଦ୍ରା, ଶୋଷ ଯେମିତି ଆବଶ୍ୟକ, ଯୋଗ ମଧ୍ୟ ପରମ ଆବଶ୍ୟକ। ଖାଲି ଆବଶ୍ୟକ ନୁହେଁ, ଯୋଗ ପରମ ଆବଶ୍ୟକ। ମଣିଷ ଭୁଲି ଯାଉଛି, କିନ୍ତୁ ତା ପାଇଁ ବିଚାର ଦିଆହେଇଛି, ବୁଦ୍ଧି ଦିଆହେଇଛି, ଭାବନା ଦିଆହେଇଛି, ବିବେକ ଦିଆହେଇଛି, ସେ ଭୁଲି ଯାଉଛି। ଏଇ ଗୋଟିଏ ଜିନିଷ ଛାଡ଼ିକିରି ଆଉ ସବୁ କାମ ସେ କରୁଛି। ଏଇ ଗୋଟିଏ ଜିନିଷ ଛାଡ଼ିକିରି ଆଉ ସବୁ କାମ ସେ କରିପାରୁଛି ସହଜରେ। ତେଣୁ ଯୋଗ କରିବା ପାଇଁ କେତେ ଜନ୍ମର ଚିନ୍ତନ କଟିଲା ପରେ ମଣିଷ ଯୋଗ ସ୍ତରକୁ ଆସେ, ହଠାତ୍ ଆସେନି। ତୁମେ ଆର ଜନ୍ମରେ ଯୋଗ କରୁନଥିଲ ବା କରୁଥିଲ, ପ୍ରମାଣ କିଛି ନାହିଁ। କେତେ ଜନ୍ମ ଗଲାଣି ତାର ବି ପ୍ରମାଣ ନାହିଁ। କିନ୍ତୁ ସୌଭାଗ୍ୟକ୍ରମେ ତୁମେ ଆଜିର ଯେଉଁ ସୋପାନରେ ପହଞ୍ଚିଛ ଏଇ ଜନ୍ମରେ, ଏଇ ଜନ୍ମ ପିଲାଦିନ ଛାଡ଼ି ଦିଅନ୍ତୁ, ତୁମକୁ ଧର 80 ବର୍ଷ 60 ବର୍ଷ ହେଇଯାଇଛି, 60 ବର୍ଷ ପୂର୍ବଟା ବି ଛାଡ଼ି ଦିଅନ୍ତୁ। ବର୍ତ୍ତମାନ ସ୍ଥିତିକି ଦେଖନ୍ତୁ। ଏଇ ବର୍ତ୍ତମାନ ସ୍ଥିତି ହେଉଛି, ଯେହେତୁ ତୁମେ ସତ୍ସଙ୍ଗରେ ବସିଛ, ଆଉ ଯୋଗର କାର୍ଯ୍ୟକ୍ରମ ବା ଯୋଗର ପ୍ରଣାଳୀ କଥା ଶୁଣୁଛ ବା ଯୋଗ କରୁଛ, ଯେଉଁମାନେ କରୁଛନ୍ତି ତାଙ୍କଠାରୁ ଭାଗ୍ୟବାନ କେହି ପୃଥିବୀରେ ନାହାନ୍ତି। ମନେ ରଖନ୍ତୁ ଏଇଟା ଭଲ ଭାବରେ, ଯେଉଁମାନେ ଯୋଗ କରୁଛନ୍ତି ତାଙ୍କଠାରୁ ଭାଗ୍ୟବାନ ମନୁଷ୍ୟ କେହି ପୃଥିବୀରେ ନାହାନ୍ତି। କାହିଁକିନା ଏଇଟା ଶେଷ କର୍ମ। ସବୁ ଶିଖିଲା ପରେ ଯୋଗଟାକୁ ସେ ଶିଖିବ। କିଛି ନ ପାଇଲା ପରେ ଯୋଗରେ ପାଇବା ପାଇଁ ସେ ଆଶା ରଖି ଆସିବ। ଯାହାକୁ କିଛି ନ ମିଳୁଛି, ଶେଷରେ ଯୋଗ ମିଳିଗଲା, ଜାଣିଲ ସବୁ ଜିନିଷ ତାକୁ ମିଳିଗଲା। କାରଣ ଏଇଟା ଆବଶ୍ୟକତା, ଖାଦ୍ୟ, ପାଣି, ନିଦ୍ରା, କିନ୍ତୁ ଏଇଟା ପରମ ଆବଶ୍ୟକ ଯୋଗଟା, ନିଜକୁ ଜାଣିବା ପାଇଁ। ତୁ ଯେବେ କହୁଅଛୁ ମୋର ଅର୍ଜିଲା ଧନ, ତୁମେ କ'ଣ କହୁଛ? ଇଏ ମୋର ଅର୍ଜିଲା ଧନ, ଇଏ ମୋର ସମ୍ପତ୍ତି, ଇଏ ମୋର ସବୁ କିଛି। ତୋ ଦେହ ତୋର ନୁହେଁ, ଦେଖ ଏମାନ। ଏ ଦେହ ତୋର ନୁହେଁ, ଦେଖ ଏମାନ। ଏ ଦେହ ତୋର ନୁହେଁ, ଦେଖ ଏମାନ। ମାନେ ଏ ଦେହଟା ତୋର ନୁହେଁ। ତୁ କହୁଛ ଅର୍ଜିଲା ଧନ ମୁଁ ରଖିଛି, କିନ୍ତୁ ତୋ ଦେହ ତ ତୋର ନୁହେଁ। ଦେଖ ଏମାନ ମାନେ ଯେଉଁମାନେ ମରୁଛନ୍ତି ତାଙ୍କୁ ଦେଖ, ସାରା ପୃଥିବୀକୁ ଅନେଇକି ଦେଖ। ସେମାନେ ମରିଗଲେ, ଯେଉଁମାନେ ଅର୍ଥ ଉପାର୍ଜନ କରିଥିଲେ ସେମାନେ ମରିକିରି, କାରଣ ଶରୀର ତାର ନୁହେଁ। ଅର୍ଥ ଉପାର୍ଜନ କଲେ କ'ଣ ହେବ? ତେଣୁ ଯେଉଁ ଶରୀର ତୁମ ଭିତରେ ଅଛି, ସୂକ୍ଷ୍ମ ଶରୀର ବା ଆତ୍ମଦେବ ଅଛନ୍ତି ବା କାରଣ ଶରୀର ଅଛି, ଏ ସ୍ଥୂଳ ଶରୀରକୁ ଛାଡ଼ିକିରି ସେ ଶରୀରକୁ ଦେଖ। ଯେତେ ଜ୍ଞାନୀ ଅଛନ୍ତି ପୃଥିବୀରେ, ଯେତେ ବିଦ୍ୱାନ ଅଛନ୍ତି, ଯେତେ ଭାବୁକ ଅଛନ୍ତି, ଯେତେ କବି ଅଛନ୍ତି, ଯେତେ ଚିତ୍ରକାର ଅଛନ୍ତି, ଯେତେ ବୈଜ୍ଞାନିକ ଅଛନ୍ତି, ଯେତେ ଶିକ୍ଷକ ଅଛନ୍ତି, ଯେତେ ଶିକ୍ଷାବିତ୍ ଅଛନ୍ତି ସାରା ପୃଥିବୀରେ, ଜଣେ ଯୋଗୀ ପାଖରେ ସମସ୍ତେ ନିମ୍ନମାନ। ଜଣେ ଯୋଗୀ ପାଖରେ, ସେଇଥିପାଇଁ ହୁଏତ ଗୀତାରେ ଅର୍ଜୁନ କୃଷ୍ଣଙ୍କ ଦ୍ୱାରା ଶ୍ରବଣ କରୁଥିଲେ। କୃଷ୍ଣ କହୁଥିଲେ ତାଙ୍କୁ କ'ଣ ନା, ତସ୍ମାତ୍ ଯୋଗୀ ଭବ ଅର୍ଜୁନ, ତୁ ଯୋଗୀ ହେଇଯାରେ। ତସ୍ମାତ୍ ଯୋଗୀ ଭବ ଅର୍ଜୁନ, ତୁ ଯୋଗୀ ହୋ। ସେ କହିଥାନ୍ତେ ନାଇଁ ତୁ ଗୋଟେ କଲେକ୍ଟର ହୋ, IAS ପରୀକ୍ଷା ଦେ, ଅର୍ଜୁନକୁ କହିଥାନ୍ତେ, କି ଡାକ୍ତରଟା ହେଇଯା, ଲୋକଙ୍କ ସେବା କରିବ।
ପ୍ରାଣାୟାମ କଥା କାହିଁ କହିଲେ? ଯୋଗ କଥା କାହିଁ କହିଲେ? कर्मभ्यस्याधिक योगी तपस्या अधिक योगी कर्मभ्यस्याधिक योगी ज्ञानी भूपि मतोधिक। ज्ञानी ठार मध्य होची योगी श्रेष्ठ। तस्मात् योगी भवार्जुन। भव माने हुआ, उपदेश अर्थ रे भव लगे। भवार्जुन, हे अर्जुन, भव माने हुआ, तू योगी हो। तपस्या भी अधिक योगी ज्ञानी भूपि मतोधिक कर्मभ्यस्याधिक योगी तस्मात् योगी भवार्जुन। तेणु जोग करुथिबा कर्म जोग करुथिबा लोक बा योगी जड़े समस्त ठारू श्रेष्ठ बोली गीता प्रमाण दौचे। तुम बापा माँ कौन कहते? बापा माँ कहते तुम गोटे माने टंकार गच्छ हुआ। जमती हलई देले बापा माँ तुम टंका गड़ी पड़, तुम पकेट रू गड़ी पड़, तुम कानरू गड़ी पड़, तुम हाथ मुठार गड़ी पड़, तुम एसी अकाउंट आसो। बापा माँ को शिक्षा, अधिकांश बापा माँ को शिक्षा गोटे पुओ को भल पाठ पढ़ाई, भल चाकरटी हम। भूल कहले, चाकरी कहले भूल हम। भल चाकरटी आम करवा पुओ को, यही मतरे पाठ पढ़ुन। जो मैंने इंग्लिश मीडियम पढ़ाऊँ, जो बाप माँ पुओ को से माने चिंता कर रखु जे केते आध्यात्मिक ज्ञान शिक्षा देले पुओ। गीता पढ़ा, जोग शिखा, संस्कार आणतु, तापर इंग्लिश मीडियम पढ़ा। इंग्लिश मीडियम पढ़ेला पूर्व निजे पढ़ातु आगे पुओ कौन पढ़ो, कौन शिक्षा दरकार। नल काल सकाल जो पुओ तुमको विदा कर नहीं कि अनाथ आश्रम छाड़ीदेव, से तो शिक्षा दे पार तुम्हें। जो बाप माँ इंग्लिश मीडियम पढ़ाऊँ पिला मो पुओ कलेक्टर हम, से पुओ तो आगे अनाथ आश्रम नहीं तुमको छाड़ू नहीं, तुम्हें आगे नाथ हो। अनाथ जार नाथ ना, यार कई आशा भरोसा ना, से अनाथ आश्रम। तुम पुओ तुमको रखुन, बहु रख। बहु पाठ पढ़ी तो आईएएस पिलाटा तो बहुत आईएएस हो ना, ना आटलिस्ट से समकक्ष पाठ पढ़ी, डॉक्टर टे हो ना इंजीनियर टे हो। मौलिक ज्ञान नथिबो तांको पाखरे। आ जोगी घरे जे जन्म नहीं गला, जानिब तार किसी जन्मर कर्म सुधार हो। सुधार है कि जड़े जोगी घरे जन्म नेला, जड़े जोगी पाखरे जन्म नेला। कम बड़ कथा नुहे। तुम पाखे चाउल नाई, मुठाए चाउल अच्छी, पानी नाई, अन्य घर पानी आनी पिउच, ठीक अच्छे, नई पानी पिउच। घर नाई, कुड़िया घर, गछ बुर्च नाई, तुम बाड़ी बगीचारे किसी भी नाई, किंतु तुम्हें जोग करुच, सेटा सर्वश्रेष्ठ कर्म तुम पाई। ताठू बड़ जिनस तुम भाग्य किसी ना, ताठू बड़ कर्म किसी ना। देखो मूलर कहली गोटे कथा, ये सारा पृथ्वी कि गोटे पटे रखु, तुम्हें गोटे पटे रुह। सारा पृथ्वी तुम ठू भिन्न, तुम्हें किंतु अनन्य। तुम्हें नुआ थे कौन पृथ्वी रही न था कि? पृथ्वी ता बाटे ये जो सर्जना है प्रकृतिर रूप नहीं, प्रकृति रूप तुमको छाड़ी दिखाई केवल तुम्हें ताको कौन ग्रहण कर, तुम्हें उपभोग कर पृथ्वी की। आ पृथ्वी यदि तुमको उपभोग कला कौन हम?
ତେଣୁ ସତର୍କ ହୁଅ। ତୁମେ ସ୍ୱତନ୍ତ୍ର, ନ ଯିବେ ତୋ ସଙ୍ଗତେ ଯିବୁ ତୁ ଏକା। ତୁମ ସହିତ କେହି ଯିବେନି। ଆସିଛ ଯିବ, ନା ସୁନା ବିସ୍କୁଟ ତୁମ ସହିତ ଯିବ, ନା ଯେଉଁ ଗଣ୍ଠିଲି କରି ରଖିଛ ଟଙ୍କା ପଇସା ଧାନ ଚାଉଳ ଯେତେ ଅମାପ ଧନ ଟିକେ ବି ଯିବନି ତୁମ ସହିତ। ତାହେଲେ ରୋଜଗାର କରି ବ୍ୟର୍ଥ ବେକାର ରୂପରେ କାହିଁ ଅମାନତ ବଢ଼ାଉଛ? ସେଗୁଡ଼ାକ ଯୋଗର ଅମାନତ ବଢ଼ାଅ, ଯୋଗର ଜ୍ଞାନ ବଢ଼ାଅ, ଯୋଗକୁ ଜାଣ, ଯୋଗକୁ ଚିନ୍ତନ କର। ସଦାବେଳେ ତୁମ ଭିତରେ ଈଶ୍ୱର ଅଛନ୍ତି। ତୁମେ ଯେ ସେଇ ଈଶ୍ୱର, ସେ ତାର ଦର୍ଶନ ପାଇଁ ବ୍ୟାକୁଳ ହୁଅ। ଏଇ ଯେଉଁ ଚିନ୍ତନ ଅଛି ସାରା ପୃଥିବୀ ଯଦି ଚିନ୍ତନ କରିବ, ସେ ଚିନ୍ତନରେ ତୁମର କିଛି ଫଳ ମିଳିବନି। ଆଉ ଗୋଟିଏ ସେକେଣ୍ଡ ଯଦି ଭାବନା କରିବ, ଗୋଟିଏ ଥର ଯେ ମୁଁ ଆତ୍ମା, ଏବେ ବି ଚିନ୍ତା କରନ୍ତୁ ମୁଁ ଆତ୍ମା, ଏବେ ବି ଚିନ୍ତା କରନ୍ତୁ ପୁଣି ଥରେ ମୁଁ ଆତ୍ମା। ଦେଖିବ ଶିହରଣ ସୃଷ୍ଟି ହେବ, ସାଙ୍ଗେ ସାଙ୍ଗେ ତୁମ ଉତ୍ଫୁଲ୍ଲିତ ହେବ। ଯେମିତି ଗୋଟେ ଘଣ୍ଟକୁ ବାଡ଼େଇ ଦେଲେ ସେ ଟଙ୍ଗ ଶବ୍ଦ ହେଇକିରି ଇକୋ ହେଇକିରି ଆସ୍ତେ 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 କମିଯିବ, ସେମିତି ଥରେ ମାତ୍ର ତୁମେ କହିଦିଅ ଆତ୍ମା, ତାର ଝଙ୍କାର ସୃଷ୍ଟି ହେବ ଭିତରେ, ଥ୍ରିଲିଂ ହେବ। ମୁଁ ଆତ୍ମା। ଆତ୍ମା କହିଲେ ଆଉ ସବୁ ଭୁଲିଯାଅ ତା ସହିତ, ବୁଝିଲେ? ଆତ୍ମା ସହିତ ଆଉ ସବୁ ଭୁଲିଯାଅ, ଯେ ମୁଁ ଶରୀର ନୁହେଁ, ଏଇଟାକୁ ଭୁଲିବାକୁ ପଡ଼ିବ। ଶରୀର ସହିତ ସମ୍ପର୍କ ସମସ୍ତେ ଯୋଡ଼ିଛନ୍ତି ନା, ବାପା, ଅଜା, ଖୁଡ଼ି, ମାମା, ପୁଅ, ସ୍ତ୍ରୀ, ଏସବୁ ଭୁଲିଯିବ। ତା ସହିତ ଯେହେତୁ ଶରୀରକୁ ଛାଡ଼ି ଦେଉଛ, ସେମାନଙ୍କୁ ଛାଡ଼ି ହେଇଯିବ। ଆଉ ତୁମକୁ ଡାକିବାକୁ ପଡ଼ିବନି, କେଉଁ ନାମ ଧରି ଡାକିବି ତୁମକୁ, ତୁମେ ଯେ ସର୍ବନାମ। କିଛି ଦରକାର ନାହିଁ, ତୁମେ ଏକ ନାମ ଡକ। ସେ ଯେଉଁ ଗୀତିକାର ଯିଏ ଲେଖିଛନ୍ତି, ଛାଡ଼ିଦିଅ ସେ ଗୀତକୁ। ଏଠି ତୁମେ ଗୋଟିଏ ନାମ ଧର, ମୁଁ ଆତ୍ମା, ମୁଁ ଆତ୍ମା। ଦେଖନ୍ତୁ, ଏ ଶବ୍ଦ ସହିତ ଭାବନା ଆଣନ୍ତୁ। ମୁଁ ଆତ୍ମା ମାନେ ମୁଁ କେବଳ ହିଁ ଆତ୍ମା। ମୋ କଥା ଭଲରେ ଚିନ୍ତନ କରନ୍ତୁ, ଏବେ ବି ଚିନ୍ତନ କରନ୍ତୁ ମୋ ସହିତ, ମୋ କଥା ସହିତ ତାଳ ଦେଇ ଭାବନା କରନ୍ତୁ। ମୁଁ ଆତ୍ମା ମାନେ ମୁଁ କେବଳ ହିଁ ଆତ୍ମା, ଆଉ କିଛି ନୁହେଁ। ତୁମ ଶରୀର ଭୁଲିଯିବ, ଘର ଭୁଲିଯିବ, ତୁମ ଧନରତ୍ନ, ବାଡ଼ି ବଗିଚା, ପୃଥିବୀ, ଲୋକ ସଂଖ୍ୟା ସବୁ ଭୁଲିଯିବ ତା ସହିତ। ମୂଳରୁ କହିଛି ତୁମେ ଏକ, ତୁମେ ଅନନ୍ୟ, ତୁମେ ସ୍ୱତନ୍ତ୍ର। ସ୍ୱତନ୍ତ୍ରତା ସ୍ୱାଦ ହିଁ ହେଉଛି ତୁମର ଭାବନା, ଆତ୍ମା। ମୁଁ କେବଳ ଆତ୍ମା। ଏଇଟା ହେଉଛି ଫାଷ୍ଟ ଷ୍ଟେପ୍ ଜଣେ ଯୋଗୀର ହେବା ଦରକାର। ପ୍ରଥମ ଭାବନା, ପ୍ରଥମ ସ୍ତରର ଭାବନା। ଅହଂ ବ୍ରହ୍ମାସ୍ମି ଯେଉଁ ଶବ୍ଦ ରଖା ହେଇଛି ବେଦରେ, ମୁଁ ବ୍ରହ୍ମ, ସେଥିରୁ ବିଚ୍ୟୁତ ହୁଅନି। ତୁମେ ଏକ ରୂପରେ, ଏକ ରସରେ ହିଁ ତୁମେ ହିଁ ବ୍ରହ୍ମ। ବ୍ରହ୍ମ ଯଦି ଆଉ କୋଉଠି ଦେଖାଯାଉଛି, ମୁଁ ବ୍ରହ୍ମ କି ଆଉ କିଏ ବ୍ରହ୍ମ, ସେଇଠି ଏ ଶବ୍ଦ ଆଣ, ଅୟଂ ଆତ୍ମା ବ୍ରହ୍ମ। এই আত্মা ହିଁ ବ୍ରହ୍ମ। ବ୍ରହ୍ମ ଅର୍ଥ ବୃହ ବୃଦ୍ଧେଇ ଶବ୍ଦରୁ ଆସିଛି। ବୃହି ବୃଦ୍ଧ ଶବ୍ଦରୁ ଆସିଛି ବ୍ରହ୍ମ ଶବ୍ଦ। ବୃହ ବୃଦ୍ଧଇ ମାନେ ବହୁତ ବଡ଼, ବିରାଟ ଆକାର। ସାରା ପୃଥିବୀ ତା ଭିତରେ ଲୀନ ହେଇଯିବ, ସାରା ଆକାଶ ଲୀନ ହେଇଯିବ, ସାରା ସୂର୍ଯ୍ୟ ଚନ୍ଦ୍ର ଆକାଶ ତାରା ସମସ୍ତେ ବି ଲୀନ ହେଇଯିବ ତା ଭିତରେ। ସିଏ ହେଉଛି ବ୍ରହ୍ମ। ଆଉ ତାର ରୂପ ତୁମେ ହିଁ ଅଟ, କେବଳ ତୁମେ। ସେଥିପାଇଁ କୁହାହେଲା ଅୟଂ ଆତ୍ମାର ଶବ୍ଦ ହେଉଛି, ତାର ଅର୍ଥ ହେଉଛି ମୁଁ ବ୍ରହ୍ମ। ଯଦି ଆଉ ଟିକେ ଉଚ୍ଚ ସ୍ତରକୁ ଯିବ, ତତ୍ତ୍ୱମସି କହିପାର, ତାହା ତୁମେ ଅଟ। ଆଉ ଯାହାକୁ ଦେଖିବ ତାକୁ ବି ବ୍ରହ୍ମ ଭାବି ପାରିବ, କିନ୍ତୁ ସିଆଡ଼କୁ ନ ଯାଇ ଅୟଂ ଆତ୍ମା ବ୍ରହ୍ମ ବୋଲି ନିଜକୁ ନିଜେ
आकलन कर प्रति मुहूर्त जदि केत भूली जाऊच अकड़ी रे पड़ी जाऊच झिंझट रे पड़ी जाऊच भावना रे सम्मुखीन होच द्वंद्व रे सम्मुखीन होच अशांत हृदय सम्मुखीन होच दुख जर्जरित अवस्था निजक अनुभव करुच सॉलिटरी शॉर्ट भाव तुम अनुभव करुच से निजक आत्मा भाव तत्क्षणात कटिज से सब भावना से सब दुख आत्मा माने नुहे जे तुम्हें छिड़ा हो जाए तुम्हें निज शरीर को आत्मा कह ता नुहे तुम्हें भीतर सत्ता को अनुभव कर मो आत्मा से भीतर बसी एबे कहले देखिए एबे कही देखंतु केते मजा लागिव तुमको केते आनंद लागिव मु से आत्मा आउ किछि नुहे मो कथा को सुनिले भी तुम्हें एठू विच्युत हुआ एठू भी विच्युत हो जाए किए जन कहूँ लिव इट छाड़ से कथा को छाड़ी दियो फेरी आस निज भीतर मु कहूँ मो कथा को भी शुणा दरकार नहीं गोटे मिनिट गोटे सेकेंड जदि लीन हो आत्मस्तर में जान के विराट शक्तिर उत्स तुम भीतर सृष्टि है से प्रस्फुटित हम संचार करवा शरीर उपर प्रभाव पकेब कारण जी बाहर बुलूला से भीतर पलि आसला ना से भीतर मालिक हो गला ना भीतर राज सिंहासन बसीगला ना से जो परम पद खोजे बाहर कौटी अच्छे से परम पद हो तुम्हें निजे से आत्मा तुम्हें से आत्मस्वरूप हो गल ब्रह्मस्वरूप हो गल देख सब कटि जाऊँ तुम आत्मस्वरूप चिंतन सब कटिगला सबू थिला तुम पाखे सबू अच्छी घर द्वारा खाद्य भंडार संसार सबू अच्छी किंतु से भावना से बड़ा कटि जाऊँ सांगे सांगे पुणी भावना आसला पर जोड़ी हो जाऊँ केते विचित्र तरंग देख तुम भावना कले जोड़ी होच तुम्हें भावना छाड़ीदे पुणी संसार सहित जोड़ी हो से व्यवस्था मध्य रखा जाए गोटे विराट रहस्य आसंत मुझे तुमको बतई दूसरी विराट रहस्य सबु मंत्र से लीन हो सबु ओंकार मध्य लीन हो समस्त शक्ति जिते अच्छी उत्पादन करुच्ची तुमको बहुत असंत भरपूर कर रखी से भी नाश हो गोटे भावना गोटे मंत्र करें करंतु तो देखी गोटे दिन करंतु तो देखी गोटे दिन देखिए तार मजा केते पाइबे सबुदिन सब काम करुच ऑफिस जाऊच फील्ड की जाऊच माछ चाष को जाऊच पिला को नहीं ट्यूशन को जाऊच स्कूल को जाऊच घर को आस खाद्य खाऊच रोजगार करुच दुकान करुच जमी बेपार करुच सब किसी करुच गोटे दिन सब जगह बंद कर दियो से दिन किसी करेंगे जमी जड़े जड़े था मौन व्रत करते से मौन व्रत लाभ कौन अच्छे एने लिखुवे कहबे कथा कहबे लिखुवे आ लिखला वालाटा मौन केमती है ता भाव तो प्रकट है लेखार जहाँ भाविला से लिखला कही था लिखिदेला ठारिदेवे एमती एमती हाथ कर ठारिदेवे से मौन व्रत कौटी आसतु प्रसंग गोटे दिन मात्र कोटि कोटि टंका कोटि कोटि धन संपत्ति ता सहित समान हबन गोटे दिनर भावना जदि तुम्हें कर ये मंत्र से सिद्ध पुरुष से मुनि ऋषि मंत्र यहाँ जेबे थिले मुनि ऋषि माने अमाप शक्तिर मंत्र अदेखा अभेद्य अगम्य
ଅଖାଦ୍ୟ ସବୁର ସମାହାର ହେଉଛି ଏ ମନ୍ତ୍ର। କରିପାରିବେ? କଥା ଦିଅନ୍ତୁ ମୋତେ। ମନ୍ତ୍ର ପା ଯାଉଛି କହିବା ପାଇଁ, କଥା ଦେଲେ ସିନା କହିବି। ବୁଝିପାରିଲେ? କରିପାରିବେ ଗୋଟିଏ ଦିନ, ମାତ୍ର ଗୋଟିଏ ଦିନ ଚେଷ୍ଟା କରନ୍ତୁ, ଟ୍ରାଏଲ୍ କରନ୍ତୁ। କରିବ? ହଁ, ତମେ ଯେଉଁ ନିର୍ଜଳା କ'ଣ ସେଟା ନିର୍ଜଳା ବ୍ରତ କରୁନ? ନିର୍ଜଳା ମାନେ ପାଣି ଗ୍ରହଣ କରିବନି। ଏକାଦଶୀ ବ୍ରତ କରୁଛ, ଫଳମୂଳ ଖାଉଛ, ସେଇ ଯେଉଁ ବ୍ରତ ଭଳି ଏ ବ୍ରତ ପାଳନ କରିବ। ଅତି ସରଳ, ଅତି ସରଳ। ଏ ବୃଦ୍ଧ ବୟସର ଲୋକ କରିପାରିବେ, ଆଉ ବାଳକ ପିଲା କରିପାରିବ, ଆଉ ରୋଗୀଗ୍ରସ୍ତ ଲୋକ, ଯିଏ ରୋଗଗ୍ରସ୍ତ ଅଛନ୍ତି ସିଏ ବି କରିପାରିବେ। ଯିଏ ଆନନ୍ଦ ଉତ୍ସାହରେ ବୁଲୁଛନ୍ତି ତାଙ୍କୁ କରିବା ଟିକେ କଷ୍ଟ ହେବ। ବୁଝିଲେ? କାହିଁକି ନା ତାଙ୍କର କିଛି ଦୁଃଖ ନାହିଁ, ସେ ଆନନ୍ଦ ଭିତରେ ବୁଲୁଛନ୍ତି, ରୋଜଗାରରେ ବୁଲୁଛନ୍ତି, ତାଙ୍କୁ କଷ୍ଟ ହୋଇପାରେ। ମନ୍ତ୍ର ସବୁଦିନ ତ ଯୋଗ କରୁଛ, ଏଇ ଗୋଟିଏ ଦିନ ଏ ଯୋଗ କରନ୍ତୁ, ଦେଖନ୍ତୁ ତୁମର ଯୋଗର ଆକ୍ସିଲେରେଟିଂ। ହଁ, ମୁଁ କହିନି ସେ ମନ୍ତ୍ର କ'ଣ କହିଲେ, ମୁଁ ସିଆଡ଼କୁ ଯାଇନି, ତୁମକୁ ଅଡ଼େଇ ନେଉଛି। ବୁଝିଲେ? ତୁମେ ସବୁଦିନ ସାଧନ କରୁଛ, ଠିକ୍ ଅଛି, ମୁଁ ମନା କରୁନି, କିନ୍ତୁ ଏଇ ଗୋଟିଏ ବ୍ରତ, ଏଇ ଗୋଟିଏ ମନ୍ତ୍ର ବା ଏଇ ଗୋଟିଏ ଯନ୍ତ୍ର ମନ୍ତ୍ର ସବୁ କହିପାର, ତାକୁ ଯଦି ପାଳନ କରିବ ଗୋଟିଏ ଦିନ ମାତ୍ର, ତୁମର ହଜାର ହଜାର ବର୍ଷର କୋଟି କୋଟି ଜନ୍ମର ପାପ, ହଜାର ହଜାର ବର୍ଷର କର୍ମ, ଯେତେ ଜନ୍ମ ନେଲଣି ଆଜି ପର୍ଯ୍ୟନ୍ତ, ତାର ପୂର୍ଣ୍ଣଚ୍ଛେଦ ହେଇଯିବ, ତାର ପୂର୍ଣ୍ଣଚ୍ଛେଦ ହେଇଯିବ। ଦରକାର ନାହିଁ ଯୋଗ, ସେଠି ଦରକାର ନାହିଁ ଫଳମୂଳର ଆବଶ୍ୟକତା, ପୂଜା ପାଠର ଆବଶ୍ୟକତା, ଦରକାର ନାହିଁ କାହାର ସହଯୋଗ, ବରଂ ବିଯୋଗ ହେଇଯିବା ଦରକାର। ସହଯୋଗରୁ ବିଯୋଗ, କାହା ସହିତ ମିଶିବା ଦରକାର ନାହିଁ। ସେଦିନ ଯେଉଁ ଖାଦ୍ୟ ଖାଉଛ ସେଇ ଖାଦ୍ୟ ବି ଖାଇପାରିବ, ରେଗୁଲାର ଯେଉଁ ଖାଦ୍ୟ ଖାଉଛ ସେଇ ଖାଦ୍ୟ ବି ଆବଶ୍ୟକତା ଅଛି। ଫଳମୂଳର ଆବଶ୍ୟକତା ନାହିଁ, ଧୂପ ଦୀପର ଆବଶ୍ୟକତା ନାହିଁ, ଚନ୍ଦନ ଆଉ କର୍ପୂରର ଆବଶ୍ୟକତା ନାହିଁ, ସିନ୍ଦୁର ଆଉ ଅରୁଆ ଚାଉଳର ଆବଶ୍ୟକତା ନାହିଁ, କିଛିର କାହାର ଆବଶ୍ୟକତା ନାହିଁ। ବୁଝିଲେ? ଯଦି ସେଇ ମନ୍ତ୍ର ପାଳନ କରିବେ ଗୋଟିଏ ଦିନ ମାତ୍ର, ଗୋଟିଏ ଦିନ, ତାମାନେ କୋଟି କୋଟି ବର୍ଷର, କୋଟି କୋଟି ଜନ୍ମର ସମସ୍ତ କର୍ମଠାରୁ ଇଏ ସର୍ବଶ୍ରେଷ୍ଠ କର୍ମ ହେଇକି ରହିବ। ତୁମ ଜୀବନର ଗୋଟେ ଅଭିନ୍ନ ଅଲୌକିକ ଦିନ ହେଇଯିବ ସେଇଟା। ସେ ମନ୍ତ୍ରଟି ମୁଁ ଆରଥର କହିଲେ ଅତ୍ୟୁକ୍ତି ହେବ କି? ଆର ସତ୍ସଙ୍ଗରେ କହିଲେ ଅସୁବିଧା କ'ଣ ଅଛି? ମାନେ ତୁରନ୍ତ ଦାନ ମହାପୂର୍ଣ୍ଣ, ଏଇଆ କହୁଛ। ମୁଁ କହିଦେଲେ ଶୀଘ୍ର ପାଳନ କଲେ ସିନା ହବ। ବୁଝିପାରିଲେ? ତାକୁ ପାଳନ କଲେ ସିନା ହବ। ଏ ଯୋଗକୁ ବହୁତ ଆକ୍ସିଲେରେଟ୍ କରିଦେବ, ଯୋଗର ରଙ୍ଗକୁ ସେ ରଙ୍ଗାୟିତ କରିଦେବ, ଧ୍ୟାନ ସ୍ତରକୁ ମଧ୍ୟ ଏକାଗ୍ରତା କରିବ, ଆହୁରି ଏକାଗ୍ରତା କରିଦେବ। ଧ୍ୟାନ ପ୍ରାଣାୟାମକୁ ସମ୍ପୂର୍ଣ୍ଣ ସହଯୋଗ କରିବ ଏ ମନ୍ତ୍ର। ମୁଁ କହିଥିଲି ମୂଳରୁ, ଆଜିର ପ୍ରସଙ୍ଗ ଥିଲା ଜଣେ ଯୋଗୀର କ'ଣ ଆବଶ୍ୟକତା ଅଛି ଭାବନା ସ୍ତରରେ, ମନ୍ତ୍ର ସ୍ତରରେ, ଯୋଗ ସ୍ତରରେ।
ତେବେ ସେ ମନ୍ତ୍ରଟା କହିବି ତୁମକୁ, ହଠାତ୍ କହିବାଟା ଠିକ୍ ନୁହେଁ। ମୁଁ ଭାବୁଛି ଗୋଟେ ସପ୍ତାହ ନେଲେ ଭଲ ହେବ। ତାର ଆନୁଷଙ୍ଗିକ ଜିନିଷ ଗୁଡ଼ିକ ମୁଁ ଏବେ କହୁଛି, ଶୁଣନ୍ତୁ। ଆନୁଷଙ୍ଗିକ ଜିନିଷ କ'ଣ? ମା, ଯେତେବେଳେ ତୁମେ ଯୋଗ କରୁଛ, ମୁଁ ସେ ମନ୍ତ୍ର କଥା ଏଠି କହୁନି, ଗୋଟିଏ ଦିନର ମନ୍ତ୍ର କଥା ମୁଁ କହୁନି, ମୁଁ ତୁମ ସାଧନ କ୍ରମର କଥା କହୁଛି। କେମିତି ସାଧନ କରିପାରିବ, ଜଣେ ଯୋଗୀ କେମିତି ସାଧନ କରିପାରିବ? ଯୋଗୀ କେମିତି ସାଧନ କରିବ ନା, ପ୍ରତ୍ୟେକ ଯେତେବେଳେ ଯେଉଁ କର୍ମ କରୁଛି, ଯେଉଁ ଚକ୍ରରେ କରୁଛି, ଯେଉଁ ଚକ୍ର ବା ଯେଉଁ ପ୍ରାଣାୟାମ କରୁ ବା ପ୍ରଣାମ କରୁ, ଶୋଭନ କରୁ, ଯେକୌଣସି ମାନେ ସ୍ତରରେ ପହଞ୍ଚୁଛି ଯେଉଁ ସ୍ଥାନରେ, ସେଇ ସ୍ଥାନକୁ ଅତି ମାତ୍ରାରେ, ଅତି ସହଜରେ, ଅତି ତୀକ୍ଷ୍ଣ ଦୃଷ୍ଟିରେ, ମେଟିକୁଲସଲି, ଅତି ସୂକ୍ଷ୍ମ ଭାବରେ ସେଇଟା ଦେଖନ୍ତୁ ତ, ଅତି ଏକାଗ୍ରତା ସହିତ, ଆଉ କିଛି ଭାବନା କରିବେନି ସେଠି, ଅତି ଏକାଗ୍ରତା ସହିତ କେବଳ ସେଇଟା ହିଁ କରୁଥିବେ। ଏଇଟା ସାଧନରେ ତୁମକୁ ସହାୟତା କରିବ। ପ୍ରତ୍ୟେକ ଦିନ ଏଇ କ୍ରମରେ ସାଧନ କରନ୍ତୁ। ଧରାଯାଉ ଆଣ୍ଠୁ ସାଧନ କଲେ, ଧରାଯାଉ ନାଭି ଚକ୍ର ସାଧନ କଲେ, ନାଭି ଚକ୍ରରୁ ପୂର୍ଣ୍ଣ ମାତ୍ରାରେ ଲୀନ ହେଇଯାଆନ୍ତୁ ନାଭିରେ। ତୁମ ପ୍ରାଣ ଲୀନ ହେଇଯିବ, ତୁମର ମନ ଲୀନ ହେଇଯିବ। ଲୀନ ହେଇଯିବ ମାନେ ସେଠି ସକ୍ରିୟ ହେଇଯିବ, ଆଉ କୁଆଡ଼େ ଗଲାନି ମନ। ଦେଖିବ ତୁମେ ଯାହା କର, ଯାହା ବି କର, ସେ ସକ୍ରିୟ ଅଂଶ ଧାରଣ କରିବ ସାଙ୍ଗେ ସାଙ୍ଗେ। ଆଖି ସାଧନ କରୁଛ, ଆଖି ଯେଉଁମାନଙ୍କର ଅସୁବିଧା ଅଛି ବା କିଛି ମାତ୍ରାରେ ଲେନ୍ସ ୟୁଜ୍ କରୁଛ, କିଛି ଅସୁବିଧା ଅଛି, ତୁମେ ସେଇଠି ମନ ଦିଅନ୍ତୁ, ପୂର୍ଣ୍ଣ ପ୍ରାଣରେ ମନ ଦିଅନ୍ତୁ। ତୁମକୁ ପୃଥିବୀରେ ଆଉ କେଉଁ ଦୃଶ୍ୟ ନ ଦେଖାଯାଉ, କେବଳ ସେଇ ଜାଗାଟା ଦେଖାଯାଉ। ସେଇଠି ଏକାଗ୍ରତା ହେଲେ ହେଇଯିବ ଅଟୋମେଟିକ୍। ପୂର୍ଣ୍ଣ ଏକାଗ୍ରତା ହେଲେ ହେବ କି ନାହିଁ? ସେଥିପାଇଁ ତ ତୁମକୁ ପ୍ରଯତ୍ନପୂର୍ବକ ଦିନସାରା ସାଧନ କରିବାକୁ ପଡ଼ିଥିବ। ଦିନସାରା ମାନେ ତୁମକୁ ଦିନରେ ଭାବନା କରିଥିବ ଯେ ମୁଁ କେମିତି ସାଧନ, ସମୟ ଆସିବ ମୁଁ ପହଞ୍ଚିବି, ସାଧନ କରିବି, ଅଟୋମେଟିକ୍ ଏକାଗ୍ରତା ହେଇଯିବ। ଇଏ ଗୋଟେ ବଡ଼ ଉପାଦାନ, ମେନ୍ ପଏଣ୍ଟ। ସାଧନରେ ଅଗ୍ରସର ହେବା ପାଇଁ ଇଏ ଗୋଟେ ମୁଖ୍ୟ କର୍ମ। ଏକାଗ୍ରତାରେ କରିବ, ମନ ଦେଇକିରି କରିବ। ଏକାଗ୍ରତା ଅର୍ଥ ମନ ଦେଇକିରି କରିବ। ଇଏ ଗୋଟେ ଫାର୍ଷ୍ଟ ପଏଣ୍ଟ। ସେକେଣ୍ଡ ପଏଣ୍ଟ ହେଉଛି କ'ଣ ନା, ନିରାଶ ହେବନି। ଆଶା ରଖିଥିବ। ଆଜିର ସାଧନ ଯଦି ଭୁଲ ହେଲା, କି କରିପାରିଲେନି, କି ଅସନ୍ତୋଷ ଲାଗିଲା, ତାକୁ ନିରାଶ ହେବନି, ଆଶା ସୃଷ୍ଟି କର। ଏଇଟା ଦିନେ ନା ଦିନେ ସମାଧାନ ହେବ। କାଲି ହେବ, ନହେଲେ ତାପର ଦିନ ହେବ। ଏଇ ଯେଉଁ ଆଶାରୁ ବିଚ୍ୟୁତ ହୁଅନି। ମୁଁ ନିଶ୍ଚିନ୍ତ କରିବି, ଏଇଟାକୁ ସମାଧାନ କରିବି। ଆଜି ନ ହେଇଛି କାଲି ହେଇଯିବ, ପରଦିନ ହେଇଯିବ। ମୋର ତ ଉତ୍ସାହ ଅଛି ନା, ଆଗ୍ରହ ଅଛି ମୁଁ କରିବା ପାଇଁ। ତେଣୁ ଆଶା ଶୂନ୍ୟ ହୁଅନି। ଆଶାର ଅନେକ ସ୍ୱାଦ ଅଛି, ଅନେକ ସୃଜନ ଶକ୍ତି ଅଛି। ଆଶାର ସୃଷ୍ଟି କରିଦେବ ସେ। ତୁମେ କେବଳ ଆଶା ସୃଷ୍ଟି କର, ମୋ ସାଧନ ଦିନେ ନା ଦିନେ ଭଲ ହେବ, ଦେଖିବ ଦିନେ ନା ଦିନେ ଭଲ ହେଇଯାଇଥିବ। କେତେ ସୂକ୍ଷ୍ମ ଜିନିଷ ଦେଖନ୍ତୁ। ତୁମେ ନିରାଶ ହେବାରୁ ତୁମ ସାଧନ ବ୍ୟତିକ୍ରମ ହେଉଛି। କାଲି ନା ଏଇ କେତେ ଦିନ ତଳେ ଆସିଥିଲେ, ଭଲ ଉଚ୍ଚ କୋଟିର ସାଧନ ସେ କରୁଥିଲା। ମୁଁ ପ୍ରତ୍ୟେକ ସାଧନ ଦେଖିଛି, ସେ ଟେଷ୍ଟ ନେଇଛି, ସବୁ ପ୍ରତ୍ୟେକ ଚକ୍ରରେ ପ୍ରତ୍ୟେକ ସାଧନ ଠିକ୍ ଥିଲା, ଅନୁରୂପ ଥିଲା। ଆମରି ଭଳି ସାଧନ ଗୁଡ଼ିଏ ଅତି ଶୃଙ୍ଖଳିତ ଥିଲା। ହଠାତ୍ ଏବେ ଆସି ଦେଖେଇଲେ ସବୁଯାକ ବିଶୃଙ୍ଖଳିତ, ସବୁଯାକ ସାଧନ ଭୁଲ ଅଛି, କେତେ ଗୁଡ଼ିଏ ଭୁଲ ଅଛି। ମୁଁ ରିଜିଡ଼ି ହେଲି, କାରଣ ଜଣେ ଭଲ ସାଧନ କରୁଥିଲା। ଏଇଟା କାହିଁକି ହେଲା? ଏଇଟା ହେଉଛି କାରଣ ତାଙ୍କ ମନ ବିକୃତି ଆସିଛି। ମନ ବିକୃତି ହେଲେ ସାଧନ ମଧ୍ୟ ବିକୃତି ହେଇଯିବ, ସାଧନ ଭୁଲ ହେଇଯିବ। ମନର ଭାବନା ଭୁଲ ହେଇଗଲେ
ନେଗେଟିଭ୍ ଆପ୍ରୋଚ୍ ଆସିଲେ ମନ ଭିତରେ ସାଧନ କ୍ରମ ମଧ୍ୟ ଭୁଲ ହେଇଯାଏ। ଏଇଟା ଭଲ ଭାବରେ ମନେ ରଖନ୍ତୁ। ସାଧନ ଭୁଲ ହେଇଯାଏନି, ତୁମର ମନର ଅବସ୍ଥିତି ନେଇ ସାଧନ ଭୁଲ ହେଇଯାଏ। କେତେବେଳେ ଗୁରୁଙ୍କ କଥାକୁ ଅବମାନନା ଅର୍ଥ ମୁଁ କହୁନି ଯେ ଆମ କଥାକୁ ମାନିଲେନି, ତା ନୁହେଁ। ସିଏ ଭାବନା କରୁଥିବେ ହଁ ଏଇଟା କହିଛନ୍ତି ଠିକ୍, ଏଇଟା ବି ଠିକ୍ ହେଇପାରେ। ଗୁରୁ ଏଇଟା କହିଛନ୍ତି ଠିକ୍ ଅଛି, କିନ୍ତୁ ଏଇଟା ବି ଠିକ୍ ହେଇପାରେ। ନିଜର ଭାବନା, ନିଜର ଗୁରୁତ୍ୱ ଆସିଗଲା ନାହିଁ। କେଉଁ କ୍ରମରେ ନା ଯେତେବେଳେ ତୁମର ମନର ବିକୃତି ଘଟିବ, ସାଧନ ମଧ୍ୟ ବିକୃତି ଘଟିବ। ଏଠି ହୁସିଆର ରୁହନ୍ତୁ। ତେଣୁ ଦୁଃଖ ଲାଗିଲା ଜଣେ ଏତେ ସ୍ତରକୁ ଯାଇକି ସାଧନାରେ ପୁଣି ବିକୃତ ଭାବ ଆସିଛି। ମୁଁ କହିଲି ମନ ଠିକ୍ କର, କେଉଁଠି ମନ ସଂଶୋଧନର ଅଛି ସଂଶୋଧନ କର, ଅଟୋମେଟିକ୍ ସାଧନ ଠିକ୍ ହେଇଯିବ। ତେଣୁ ସାଧନ ଭୁଲ ହୁଏନି, ତୁମର ମନର ବିକୃତ ଭାବ ଆସିଲେ ସାଧନ ଭୁଲ ହେଇଯିବ। ସ୍ୱଚ୍ଛ ମନରେ କରିବ। ତୃତୀୟ ପଏଣ୍ଟ ହେଉଛି କ'ଣ ନା ତୁମେ ସାଧନକୁ ସର୍ବଶ୍ରେଷ୍ଠ କର୍ମ ଭାବି ନିଅ। ତୁମେ ଯେତେ କର୍ମ ଅଛି ସାରା ପୃଥିବୀରେ ତୁମ ଜୀବନରେ ସର୍ବଶ୍ରେଷ୍ଠ କର୍ମ ହେଉଛି ସାଧନ। ଏଇଟାକୁ ପୁରା ମନ ଭିତରେ ଗାର ପକେଇ ରଖ, ଅଣ୍ଡରଲାଇନ୍ ଯେଉଁଟା କୁହାଯାଏ। ଏଇଟା ହିଁ ସର୍ବଶ୍ରେଷ୍ଠ କର୍ମ। ଜୀବନରେ ସର୍ବଶ୍ରେଷ୍ଠ କର୍ମ ଯଦି କିଛି ଥାଏ ସେଇଟା ହେଉଛି ଏଇ ଯୋଗ କର୍ମ। ଦେଖିବ ଯୋଗ ତ୍ୱରାନ୍ୱିତ ହେଇଯିବ। ଯୋଗର ଅଭାବ ଜନିତ ଯାହା ସବୁ ଅଛି ସେ ନାଶ ହେଇଯିବ, ନଷ୍ଟ ହେଇଯିବ। ଯୋଗ ଭାବନି ଯେ ଗୋଟେ ରାସ୍ତା ନୁହେଁ, ଯୋଗ ଏକ ରାସ୍ତା। ତୁମର ଭାବନା ଯେଉଁ ସ୍ତରରେ ଚାଲୁଛି ସେ ଗୋଟେ ରାସ୍ତାରେ ଚାଲୁଛି। ଯୋଗ ପଥ ଗୋଟେ ଅଛି। ତୁମେ ପ୍ରତ୍ୟେକ ଦିନ ଯୋଗ କରୁଛ ମାନେ ଯୋଗ ପଥରେ ଯାଉଛ, ଯୋଗ ରାସ୍ତାରେ ଯାଉଛ। ସେ ସୂକ୍ଷ୍ମ ରାସ୍ତା, ଆଉ ସୂକ୍ଷ୍ମ ରାସ୍ତାଟା ସ୍ଥୂଳ ରାସ୍ତା ତିଆରି କରିବ। ବୁଝିପାରିଲେ? ଏଇ ଯେଉଁ ସୂକ୍ଷ୍ମ ରାସ୍ତାଟା ତୁମର ଭାବନାର ସୂକ୍ଷ୍ମ ରାସ୍ତାଟା ମାନେ ସ୍ଥୂଳ ରାସ୍ତା ତିଆରି କରିବ। ବୁଝିପାରିଲେ? ଏକଥା ବୁଝିପାରୁଛନ୍ତି? ତାମାନେ ତୁମର ଯେତେ ପ୍ରକାର କାର୍ଯ୍ୟକ୍ରମ ଥିଲା ତାକୁ ଅଲଗା କରି ଆଉ ଗୋଟେ ରାସ୍ତା ତିଆରି କରିବ। ତୁମ ଗତିପଥ ବଦଳେଇ ଦେବ। ଧରାଯାଉ ତୁମେ ମିଛ କହୁଥିଲ, ମିଛ ରାସ୍ତାରେ ଚାଲୁଥିଲ, ଯୋଗ କଲ, ଗୋଟେ ସତ୍ୟ ପଥରେ ଯିବା ପାଇଁ ତୁମକୁ ବାଟ ଦେଖାଇବ। ସତ୍ୟ କହିବାକୁ ଇଚ୍ଛା ହେବ, ସତ୍ୟ କହିବ, ଯାହାଦ୍ୱାରା କି ତୁମ ପଥ ପରିବର୍ତ୍ତନ ହେବ। ସତ୍ୟ ପଥେ ତୁମେ ଚାଲିବ। ସତ୍ୟ ପଥେ ନିୟମତେ ଆମେ ଯେ ପ୍ରାର୍ଥନା ବୋଲୁଥିଲେ ପିଲାଦିନେ। ତେଣୁ ସତ୍ୟ ପଥ ମାନେ ତୁମର ତ ସବୁ ପରିବର୍ତ୍ତନ ହେଇଯିବ। ସତ୍ୟରେ ଅନୁଗାମୀ ହେଉଥିବା ବ୍ୟକ୍ତି ଜଣେ ସାଧକ ଯାହା କହିବ ସେୟା ହେଇଯିବ। ଦେଖିବ ଦିନେ ତୁମେ ଯାହା କହିବ ସେୟା ମାନେ ବାସ୍ତବ ରୂପରେ ସ୍ଥୂଳ ରୂପରେ ପରିଣତ ହେଇଯିବ। ଛୋଟ ଉଦାହରଣ ଦେବି, ନିଜ କଥା ମୁଁ କହୁନି, ଏ ସମସ୍ତଙ୍କ ଭାବନା ପାଇଁ କହୁଛି। ଦେଖ ସେଦିନ ଆମେ କହିଲୁ 12 ଦିନ ଭିତରେ ମାଇନସ୍ ହେଇଯିବ ସେ ପିଲାଟା, 11 ଦିନରେ ମାଇନସ୍ ହେଇଗଲା। ଏ ସତ୍ୟର ଭାଷା, ସତ୍ୟର ଭାବ। ସେମିତି ତୁମେ ଯାହା ପାଟିରେ ବାହାରିଲା ସେଇଟା ହିଁ ପରିଣତ ହେଇଯିବ, ସେଇଟା ପଥ ହେଇଯିବ। ତାର 11 ଦିନ ମରିବାର ନଥିଲା, ମନେ ରଖନ୍ତୁ। ଯେହେତୁ ସେ କାକୁତି ମିନତି ହେଲା ଆମ ପାଖରେ, ପୁଣି ସତ୍ସଙ୍ଗରେ ଫୋନ୍ କଲା ସେ ସ୍ତ୍ରୀ ଲୋକଟା, ମୋ ପୁଅର ଦେହାନ୍ତ ହେଇଯାଉ। ଆମ ଶବ୍ଦ ଭିତରୁ ବାହାରିଲା ଯେ 11 ଦିନ 12 ଦିନ ଭିତରେ ନଷ୍ଟ ହେଇଯିବ। ସେ ନଥିଲା, ସେ ପଥ ସେଠି ନଥିଲା, ସେଠି ତିଆରି ହେଇଗଲା ସେ ରାସ୍ତାଟା। ବୁଝିପାରିଲେ? ରାସ୍ତା କେମିତି ତିଆରି ହୁଏ? ତମ ସତ୍ୟର ଭାବ, ସତ୍ୟର ଭାଷା, ସତ୍ୟର ଶବ୍ଦଟା ଗୋଟେ ତିଆରି କରିଦେବ ସେଠି ସୂକ୍ଷ୍ମ ସ୍ଥୂଳ ରୂପରେ। ମାନେ ମୃତ୍ୟୁଟାକୁ ତାର ଜୀବନ୍ତ ଶରୀରଟା ମୃତ୍ୟୁ ରୂପରେ ପରିଣତ କରିଦେଲା।
ଏଇଟା ହେଉଛି ରାସ୍ତା। ତେଣୁ ସତ୍ୟର ଏତେ ଅମାପ ଶକ୍ତି ଅଛି ତୁମେ କେବେ କଳ୍ପନା କରିପାରିବନି। କହନ୍ତିନି ସତ କହୁଥିବା ଲୋକ ହଇରାଣରେ ପଡ଼ୁଛନ୍ତି, କେବେ ହଇରାଣରେ ପଡ଼ିବନି। ଆମେ ଯେତିକି ଜାଣିଛୁ ହଇରାଣ କାହିଁ ପଡ଼ିବନି। ଅବଶ୍ୟ ଲେଟ୍ ହେଇପାରେ ସତ୍ୟର ସମାଧାନ ପାଇଁ। ସତ୍ୟ କେଉଁଠି କମ୍ପ୍ରମାଇଜ୍ କରେନି। ସତ କହୁଥିବା ଲୋକ ପ୍ରାଣ ହୃଦୟରେ ସେ କେବେ କମ୍ପ୍ରମାଇଜ୍ କରିବନି। ସତ୍ୟ କେଉଁଠି ହାର ମାନେନି କି ସତ୍ୟ କେଉଁଠି କମ୍ପ୍ରମାଇଜ୍ କରେନି। ସତ୍ୟ ଯଦି କମ୍ପ୍ରମାଇଜ୍ କରିବ ତାହେଲେ ବିଶ୍ୱ ଜଗତ ନଷ୍ଟ ହେଇଯିବ। ସତ୍ୟରେ ଧିୟତି ପୃଥ୍ୱୀ, ସତ୍ୟରେ ପୃଥ୍ୱୀକି ରଖାଯାଏ। ସତ୍ୟରେ ବହତି ବାୟୁ, ସତ୍ୟ ଦ୍ୱାରା ବାୟୁ ଚାଲୁଛି। ସତ୍ୟରେ ସୂର୍ଯ୍ୟକୁ ସ୍ଥାପନ କରାଯାଇଛି। ବୁଝିଲେ? ତେଣୁ ସତ୍ୟ ଠାରୁ ବଡ଼ ଜିନିଷ ତପ କିଛି ନାହିଁ। ସତ୍ୟ ଠାରୁ ବଡ଼ ତପ କିଛି ନାହିଁ। ସତ୍ୟ ଠାରୁ ବଡ଼ ଧର୍ମ କିଛି ନାହିଁ। ସତ୍ୟ ଆଚରଣ କରୁଥିବା ବ୍ୟକ୍ତି ଜଣେ ଯୋଗ ଶକ୍ତି ଠାରୁ ମଧ୍ୟ ଅମାପ ଶକ୍ତି ସତ୍ୟ ଧାରଣ କରୁଥିବା ବ୍ୟକ୍ତି। ସେ ସତ୍ୟର ସ୍ୱରୂପ ହେଇଗଲା ନା, ତା ଶରୀରଟା ସତ୍ୟ ସ୍ୱରୂପ ହେଇଗଲା। ସତ୍ୟରେ କହୁଛି ମାନେ ସତ୍ୟ କହୁଛି ମାନେ ସତ୍ୟ ସ୍ୱରୂପ ହେଇଗଲା ତାର। ଆଉ ସତ୍ୟ ତ ମୂଳ ଉତ୍ସ ସାଧନ। ଏସବୁ ଗୋଟେ ଗୋଟେ ପଥ, ସହାୟକ ପଥ ଯୋଗର। ଆଉ ସେ ମନ୍ତ୍ରଟା ମୁଁ ଦେବି ଆର ସତ୍ସଙ୍ଗରେ। ସେଥିପାଇଁ ଅପେକ୍ଷାରତ ରୁହନ୍ତୁ। ଉତ୍କଣ୍ଠା ବଢ଼ୁ, ଉତ୍ସାହ ବଢ଼ୁ। ସେଇ ଯେଉଁ ମନ୍ତ୍ରଟା, ସେଇ ଯେଉଁ ସାଧନଟା, ସେଇଟା ଏଇ ଜନ୍ମର ସାଧନ ନୁହେଁ, ବହୁ ଜନ୍ମର ସାଧନ। ବହୁ ମୁନି ଋଷିଙ୍କର ମାନେ ସେତେବେଳର ସେଇ ଯେଉଁ ମନ୍ତ୍ର ତୁମକୁ ଦିଆଯାଏ। ଯଦି ସତ୍ ଉପାୟରେ ବିନିଯୋଗ ନ କରିବ ତାହେଲେ ମନ୍ତ୍ର ନେଇ ଲାଭ କ'ଣ? ବୁଝିଲେ? ତେଣୁ ସେଥିପାଇଁ କ୍ଷେତ୍ର ପ୍ରସ୍ତୁତ କରନ୍ତୁ। ମୁଁ ସେ ମନ୍ତ୍ର ଆଣି କରିପାରିବିନି। ମାତ୍ର ଗୋଟିଏ ଦିନ, ମାତ୍ର ଗୋଟିଏ ଦିନ ତମ ଇହକାଳ ପରକାଳ ସବୁ ଖଣ୍ଡିତ ହେଇଯିବ ସେଇ ମନ୍ତ୍ରରେ। ସକାଳୁ ଉଠି ଦୀପଟିଏ ଲଗାଇବ, ମାଟି ଦୀପ ଘିଅ ଦେଇକି ଲଗେଇକି ସେ ସାଧନ ଆରମ୍ଭ କରିବ। ସକାଳୁ ସାଧନ ଯେତେବେଳେ ଆରମ୍ଭ କରିବ, ସେବେଠାରୁ ଆରମ୍ଭ କରିବ। ରାତି 3ଟାରେ ଲଗେଇକିରି ସାଧନ କରିବ। ତା ସହିତ ଏଇ ଯେଉଁ ମନ୍ତ୍ରକୁ ଭାବନାରେ ଆଣିବ। ଉତ୍ସାହ ଉଦ୍ଦୀପନାରେ ରୁହ, ସତେଜ ରୁହ। ଆର ଥରକ ନିଶ୍ଚିନ୍ତ ମୁଁ ଦେବି, କିଛି ନାହିଁ, କିନ୍ତୁ ପ୍ରତୀକ୍ଷା କର। ତେଣୁ ଆଜିର ଏଇ ସତ୍ସଙ୍ଗକୁ ସାଧନର ଆଉ ବି କେତେ ଟିପ୍ସ ଅଛି, ବହୁତ ଥର କୁହାଗଲାଣି। ତେବେ ସାଧନ କରୁଥିବା ବ୍ୟକ୍ତି ଦିନଚର୍ଯ୍ୟା ପାଳନ କରନ୍ତୁ। ଦିନଚର୍ଯ୍ୟା ବହୁତ ଗୁରୁତ୍ୱପୂର୍ଣ୍ଣ। ତାର ଅଭାବରେ ସାଧନ ରାତିରେ କରିପାରିବନି। ତେଣୁ ସବୁବେଳେ ଭାବନା କରିବ ମୁଁ କେମିତି ସାଧନ କରିବି। ବେଙ୍ଗଳା ବୁଲଉଛ, କାହାକୁ ଆଶ୍ରା କରି ବଳଦମାନେ ଘୁରୁଛନ୍ତି? ମେରିଖୁଣ୍ଟ। ସେମିତି ଦିନଟା, ଏଣ୍ଟାୟାର ଦିନଟା ମେରିଖୁଣ୍ଟ ଭାବନା ହେଇଯାଉ ତୁମର, ମୁଁ କେମିତି ସାଧନ କରିବି ରାତିରେ। ସେଇଆକୁ ଲକ୍ଷ୍ୟ ରଖିକି ଖାଦ୍ୟ ଖାଅ, ବୁଲ, ଶୁଅ, ଉଠ, ବସ, କାହା ସହିତ କଥା ହୁଅ, ଟେଲିଫୋନ୍ରେ ହାଲୋ ହାଏ କୁହ, ଭିଡ଼ିଓ ଦେଖ, ୟୁଟ୍ୟୁବ୍ ଦେଖ, ଯାହା ଦେଖ, କିନ୍ତୁ ଲକ୍ଷ୍ୟ ରଖିଥିବ ସେଇ ମେରିଖୁଣ୍ଟ ସଦୃଶ୍ୟ ମୁଁ କେମିତି ରାତିରେ ଉଠି ସାଧନ କରିବି। ଦେଖିବ ସେ ସାଧନଟା ସୁଗମ ହେବ ସେଦିନ। ଯଦି ଦିନସାରା ଚିନ୍ତନ କରୁଥିବ ମୁଁ ସାଧନ କରିବି, ଇଏ ଗୋଟେ ପଥ।
ଯୋଗୀର ଅମାପ ଭାବନା ତା ଦେହରେ ଭରି ରହିଯିବ। ତାମାନେ ସିଏ ବି ଏକାଗ୍ରତା ହେଇଗଲ ଦିନ ସାରା ଯୋଗ ପାଇଁ। ବନ୍ଧୁ ଘରକୁ ଯାଇଛ, ବନ୍ଧୁ ଘରକୁ କହିଲ ମୁଁ ସାଧନ କରୁଛି, ଗୁରୁ ଶିକ୍ଷା ନେଇଛି, ଆଉ ଯୋଗ କରୁଛି, ମୋତେ ଟିକେ ଖଣ୍ଡେ ଏଇ 3 ପାଦର ଗୋଟେ ଜାଗା ଦିଅ, ମୁଁ ମୋର ଯୋଗ କରିବି। ବନ୍ଧୁ ତ ବୁଝିପାରିବନି ତମର ରହସ୍ୟ କ'ଣ। ସିଏ ଯଦି ମନେ ପକେଇବ, ବଳି ଆସିଲେ କି ଏଠିକି, କି ବାମନ ଅବତାର ହେଇକିରି ଆସିଲେ କି 3 ପାଦ କ'ଣ ମାଗିଲେଣି, ତେଣୁ ସେ କ'ଣ ନାହିଁ ବାବା ମୁଁ ଦେଇପାରିବିନି, ତେଣୁ ତୁମେ ସେଠୁ ଫେରି ଆସିବ। ତୁମକୁ ଯଦି ଘର ନଦେଲେ ଯୋଗ କରିବ, ତୁମେ ବନ୍ଧୁ ନିଅ, ବ୍ୟବହାର ନିଅ, ତୁମ ବାଟରେ ଥାଅ, ମୋ ଜୀବନଟା ଆଗେ, ମୋ ସାଧନା ଆଗେ, ମୁଁ ଘରକୁ ଫେରି ଯାଉଛି। ବନ୍ଧୁ ଦେଲ, ବ୍ୟବହାର ଦେଲ, ବନ୍ଧୁ ରହିଲେ ଅସୁବିଧା କ'ଣ ଅଛି, ଫେରି ଆସିବ। ତାମାନେ ତୁମେ ରିଟର୍ଣ୍ଣ କରୁଛ ସାଧନ କରିବା ପାଇଁ। କେତେ ଏକାଗ୍ରତା ଅଛି ତୁମେ ସାଧନରେ, ଏଇଠି ଅନୁଭବ କର। ମୁଁ ଯେମିତି ବାହାଘର ହେଲେ ଶଳା, ମୁଁ ଯାଇଥିଲି, ମୁଁ କହିଲି ବାହାଘରର କି ଆବଶ୍ୟକ, ସମସ୍ତେ କହିଲେ ଆପଣ ରହିବେ ଏଠି, ଜଇଁ ଯେତେବେଳେ ରହିବେ, ମୁଁ କହିଲି ନାଇଁ ଜଇଁର ତ କିଛି ଆବଶ୍ୟକତା ନାହିଁ। ମୁଁ ଯଦି ନିଜେ ଜଇଁ ହେଇଥାନ୍ତି ତାହେଲେ ରହିଥାନ୍ତି, ଜଇଁ ମାନେ ବର ହେଇଥାନ୍ତି ଯଦି, ତାହେଲେ ମୁଁ ରହିବାକୁ ବାଧ୍ୟ। ମୁଁ ତ ବର ନୁହେଁ, ମୁଁ ତ ବ୍ରାହ୍ମଣ ନୁହେଁ ଯିଏ ବାହାଘର କରିବ, ମୁଁ ତ ବାରିକ ନୁହେଁ ଯିଏ ସେବକାରୀ ଅଛନ୍ତି, ମୁଁ ତ ମିଡ଼ିଏଟର ନୁହେଁ, ମୁଁ ତ ପୁରୋହିତ ନୁହେଁ, ବୁଝିଲେ, ମୁଁ ତ କିଛି ନୁହେଁ। ତେଣୁ ମୋର ଆବଶ୍ୟକତା ନାହିଁ। ତେଣୁ ମୁଁ ତାଙ୍କ ପାଖରୁ ବୁଝେଇ ବାଝେଇକି ଏଇ ସରଳ କଥା କହିକିରି ଫେରି ଆସିଥିଲି ଘରକୁ। ରାତି 11ଟାରେ ପହଞ୍ଚିଲି ସ୍ୱତନ୍ତ୍ର ଗାଡ଼ିରେ, ତାଙ୍କରି ଘରେ ଅବଶ୍ୟ ପହଞ୍ଚିଲି, ଶ୍ୱଶୁର ଘରେ। ସେଠି ଆସି ଆରାମରେ ରାତି 3ଟାରେ ଉଠି ଯୋଗ କଲି। ସେ ବର ଯିଏ ହେଇକି ଯାଇଥିଲା ସେ ତାର ବାହା ହେଲା, ଆଉ ସମସ୍ତେ ଏଠି ରହିଲେ, କିନ୍ତୁ ମୁଁ ଫେରି ଆସିଥିଲି। ଏଇଟା ହେଉଛି ସାଧନ କ୍ରମ। ତମର କ'ଣ ଆବଶ୍ୟକତା ଅଛି, ବରଯାତ୍ରୀ ହେଇଗଲ ଠିକ୍ ଅଛି, କିନ୍ତୁ ବର ତ ନୁହେଁ ନା, ଫେରି ଆସିଲ। ଏ କେତେ ଦୃଢ଼ତା ହେଲେ ମଣିଷ ଏ ସ୍ତରରେ ପହଞ୍ଚି, ଚିନ୍ତା କରନ୍ତୁ। ଯେଉଁ ଗୁରୁମା କହୁଛ, ଗୁରୁମାଙ୍କ ନିଜ ଭାଇ, ବଡ଼ ଭାଇ, ଆଉ ସିଏ ତ ତାଙ୍କର ରହିବ, ତା ନିଜ ଭାଇ, ସେ ରହିବ, ହୋଲ୍ଡ ଡୋଲ୍ କିଛି ନାହିଁ, ଚାଲ, ବୁଝିଲେ। କିନ୍ତୁ ମୋତେ ଫେରିବାକୁ ପଡ଼ିଥିଲା। ଟ୍ରେନରେ ସେମିତି ଅଧିକାଂଶ କହନ୍ତି ଆମେ ଯାତ୍ରା କରୁଛୁ, ଗୋରଖପୁର ଯାଉଛୁ, ଦିଲ୍ଲୀ ଯାଉଛୁ, କେମିତି ସାଧନ କରିବୁ। ମୁଁ କହିବି ସାଇଡ଼ ଅପର ନେଇଯିବ, ସିଟ୍ ସାଇଡ଼ ଅପର 3 ଟିକିଆ ନା 2 ଟିକିଆ ସିଟ୍ ଉପରେ ଯେଉଁଟା ଥିବ, ବାବା ଆରାମରେ ବସିବ, ରାତି 3ଟାରେ ଉଠିବ, ପ୍ରଣବ ଖୁବ୍ ସ୍ଲୋରେ କରିବ, କେହି ଶୁଭିବନି, ସମସ୍ତେ ହଲ୍ ଢଲ୍ ହେଉଥିବେ, ହଲୁଥିବେ, ଏପଟ ସେପଟ ହେଉଥିବେ, କେହି ତୁମ କଥା ଶୁଣିବେନି। ବାସ୍ ତୁମେ ସାଧନ କଲ, ମନ ଦେଇକିରି, ମନ ବା ସୂକ୍ଷ୍ମ ରୂପରେ ମାନସିକ ସ୍ତରରେ ଚକ୍ରଭେଦନ କଲ। କେହି ଟ୍ରେନ ସାରା କେହି ତୁମକୁ ଦେଖିବେନି କି ପଚାରିବେନି। ବାସ୍ ଭୋର ହେଇଗଲା, ସାଧନ ସରିଗଲା, ତୁମ ବାଟରେ ତୁମେ, ତାଙ୍କ ବାଟରେ ତାଙ୍କ। ଲାଟ୍ରିନ୍ ଯିବ, ଆରାମରେ ଲାଟ୍ରିନ୍ ଅଛି, ବ୍ରସ୍ କରିବାକୁ ଅଛି, ଟ୍ରେନରେ 3ଟା ବେଳେ ଉଠିକି ବ୍ରସ୍ କରିବ, ଲାଟ୍ରିନ୍ ଯିବ। ମୋ ଅଭିଜ୍ଞତା ମୁଁ କହୁଛି, ଏଇଆ ମୁଁ କରେ। ଆସିକି ସାଧନ କର, ଅତି ଆରାମରେ ଗୋଟେ ନୂଆ ଏକ୍ସପିରିଏନ୍ସ ଦେବ ତୁମକୁ। ଟ୍ରେନରେ ସାଧନ କରୁଛ, କାହିଁକି ହେବନି? ତୁମର ପରିକଳ୍ପନା ରହ ଯେ ମୁଁ ପ୍ରତ୍ୟେକ ଦିନ ସାଧନ କରି, ଯେହେତୁ ଏଠି ଶପଥ କରି ଯାଇଛ, ସେଇ ଅନୁସାରେ କାମ କର, ତାହେଲେ ତୁମର ପଥ ସୁଗମ ହେବ, ତୁମର ଯାତ୍ରା, ଯୋଗଯାତ୍ରା ଠିକ୍ ରହିବ, ତୁମକୁ ନୂଆ ରୂପ ଦେବ, ତୁମ ଜୀବନକୁ ଗୋଟେ ପରିବର୍ତ୍ତନଶୀଳ କରିଦେବ। ଏଇ ଜିଦ୍ଦିଟା, ତାମାନେ ଗୋଟେ ମୋହର ମାରିଦେଲ ସାଧନରେ। ତୁମେ, ମୁଁ ସାଧକ ଜଣେ, ଏ ସଂକଳ୍ପ ନେଲନି ଯେ ଗୋଟେ ମୋହର ମାରିଦେଲ। ସେ ଅନୁସାରେ ବଡ଼ିର ରୂପରେଖ ବଦଳିବନି, ଚିନ୍ତାଧାରା ବଦଳିବନି। ତୁମ ଚିନ୍ତାଧାରା ବଦଳେ ଶରୀର ଚିନ୍ତାଧାରା ବଳିବ, ଶରୀର ଚିନ୍ତାଧାରା ଶରୀରର ରୂପରେଖ ବା ଅଣୁପରମାଣୁ ସବୁ ସୃଷ୍ଟି ହେଇଯିବ। ସେଇ ରୂପରେ ତୁମକୁ ସପୋର୍ଟ କରିବେ, ପୁଣି ନୂଆ ଅଣୁ ଆସିକି ସପୋର୍ଟ କରିବ, ହଁ ଇଏ ସାଧନ କରୁ। ତୁମେ ଯଦି କହିବ
ଏକସ୍ୱରରେ କହିବ ମୁଁ ସାଧନ କରିବି। ସମସ୍ତ ଅଣୁ ପରମାଣୁ ଯେତେ ଅଛନ୍ତି କୋଟି କୋଟି ଅବୃଦ୍ଧ ପରମାଣୁ ତୁମ ଭିତରେ, ସିଏ ବି କହିବେ, ତାଳି ବଜେଇବେ ତୁମ ସହିତ, ହଁ ଉଠ ସାଧନ କର। ଆଉ କୃଷ୍ଣଙ୍କୁ କହିବାକୁ ପଡ଼ିବନି ସେଠି ଉଠାଅ ଗାଣ୍ଡିବ। ତୁମେ ସ୍ୱୟଂ ଗାଣ୍ଡିବ ଉଠେଇଦେବ। ଶରୀର ଉଠିବ ମାନେ ଗାଣ୍ଡିବ ଉଠିଲା। ତୁମେ ଉଠିକିରି ହଠାତ୍ ତୁମ ସାଧନ ଯେତେବେଳେ 3ଟା ବାଜିଯାଏ ମୁଁ ହଠାତ୍ ଉଠିକି ବସି ପଡ଼େ। ଷ୍ଟ୍ରେଟ୍ ଲାଇନ୍, ଷ୍ଟ୍ରେଟ୍ ଉଠିବି। ତକିଆ ଠାରୁ ମୁଣ୍ଡ ସିଧା ଉଠିବ, ବସି ଛେକା ଆଣି ପକେଇ ବସିଯାଏ। କେତେ ଫିଟ୍ ଥିଲା ବଡ଼ି ଅନୁଭବ କର। ଉଠିବ ତ ବସିବ, ଆଉ ନିଦକୁ ଆସିବାକୁ ଦେବନି। ସେଇଠି ଫାୟାରିଂ ହେଇଗଲା ନିଦର। ନିଦ ଆସିବନି କେବେ। ନିଦକୁ ତୁମେ ଫାୟାରିଂ କର। ଆଉ ହଁ ଉଠିବା, ଏକର ସେକର ହେବା, ହଁ ଶୀତ ଦିନ କମ୍ବଳ ଟିକେ ଘୋଡ଼େଇ ପଡ଼ିବ, ତାପରେ ନିଦ ଆକ୍ରମଣ କଲା ତୁମକୁ, ଆଳସ୍ୟ ଆକ୍ରମଣ କଲା। ତୁମକୁ ଜକ ହେଇ ଦେଖାଯିବ। ନିଦ କେଉଁ ସ୍ତରରେ ଥିବ ତା ହିସାବ ନାହିଁ। ଆଉ ନିଦ ପ୍ରବଳ ବେଗରେ ତୁମକୁ ନିଦ କରେଇଥିବ। ଯେଉଁ ଶକ୍ତି ତୁମେ ସାଧନ କରିବାକୁ ଉପକ୍ରମ ଥିବ, ନିଦ ହିଁ ତା ଆକ୍ସନ୍ କରୁଥିବ। ପ୍ରବଳ ନିଦ ତୁମକୁ ଆଣି ଦେଇଦେବ। ଯେଉଁ 6 ଘଣ୍ଟା ଶୋଇବ, ପ୍ରବଳ ନିଦ, ତୁମକୁ କେହି ଉଠାଇ ପାରିବେନି। ଆଉ ଶୋଇବାର 5 ମିନିଟ୍ ପରେ ନିଦ ହେଇଯିବ ତୁମର। ଦେଖନ୍ତୁ, ପରୀକ୍ଷା କରି ଦେଖନ୍ତୁ ସଦାବେଳେ। ଶୋଇବାର 5 ମିନିଟ୍ ପରେ ନିଦ ହେଇଯିବ। ଝାଡ଼ା ବସୁ ବସୁ ଝାଡ଼ା ହେଇଯିବ। ଏ କେଡ଼େ ସୁନ୍ଦର କଥା। ଗୋଟିଏ ମିନିଟ୍ରେ ଝାଡ଼ା କ୍ଲିଅର, ଗୋଟିଏ 5 ମିନିଟ୍ରେ ନିଦ ଆସିଯିବ। ନିଦ ସହିତ ଝାଡ଼ା ତ ସମ୍ପର୍କ ରହୁଛି ନା। ପରିସ୍ରା ସ୍ୱଚ୍ଛ ଜଳ ହେବ, କାଚ ଭଳି, ନା ଏଲୋ ଥିବ ନା ଗରମ ପରିସ୍ରା ଥିବ। ପେଟଟା ଆଉଁସି ଦେଲେ ନାଭି ପାଖରେ ପୁରା ଥଣ୍ଡା ଲାଗିବ, ଆଉ ବଡ଼ିଟା ଉଷୁମ ଲାଗିବ। ଏସବୁ ସାଧକର ପରିମାପକ ଚିହ୍ନ। ଆସନ୍ତୁ, ଟାଇମ୍ ହେଇଗଲାଣି। ଗୋଟେ ହେଲା। ଆଉ ଏଇଠି ଆମେ ମୋର ସତ୍ସଙ୍ଗ ଏଇଠି ସମାପ୍ତ ତ ନୁହେଁ, ପୁଣି କଣ୍ଟିନ୍ୟୁ ହେବ ଆରଥରକ। ଆଶା କରି ଉତ୍ସାହ ଏବଂ ଉଦ୍ଦୀପନାରେ ଅପେକ୍ଷା କର ସେଇ ମନ୍ତ୍ର ପାଳନ କରିବା ପାଇଁ। ଆଉ ବହୁତ ଉଚ୍ଚ ଶ୍ରେଣୀର ସୋପାନର ସେ ଯେଉଁ ଧାରା ତୁମକୁ ବତେଇ ଦିଆଯିବ ଆରଥରକ। ଅପେକ୍ଷା କରି ରୁହନ୍ତୁ। ଏବେ ଆସନ୍ତୁ ମତାମତ ନେବା। ଆଜିର ଏ ସତ୍ସଙ୍ଗ ବିଷୟରେ କ'ଣ କାହାର ପ୍ରଶ୍ନ ଥାଇପାରେ। କୁହନ୍ତୁ, କି କହିବେ? ତ ଥଣ୍ଡା ହେଇଛି। ହଁ, ଜୟ ଜୟ। এই যে যাহা ମୁଁ ଅର୍ଜିଛି ଧନ ସମ୍ପତ୍ତି ଏଗୁଡ଼ାକ ସବୁ ମୋର, କିନ୍ତୁ এই ଶରୀର ବି ମଧ୍ୟ ତୁମର ନୁହେଁ। ତେଣୁ ସମ୍ପତ୍ତି କଥା ଛାଡ଼, ଏ ଶରୀରଟା ନିଜର ନୁହେଁ। ଆଉ ଏଇ ଯୋଉ ସାଧନାର ପୂର୍ଣ୍ଣ ଏକଗ୍ରତା ଆଣିବା ପାଇଁ ଜଣେ ଯୋଗୀକି କ'ଣ କରିବାକୁ ପଡ଼ିବ? ଅନେକ ଆଲୋଚନା ବିଷୟ ମାନେ ଆଲୋଚନା କଲେ ଯେ କେତେକ ପଏଣ୍ଟରେ ପୂର୍ଣ୍ଣ ଏକାଗ୍ରତା ହୋଇ ସାଧନ କରିବା ଜଣେ ଯୋଗୀର ନିତ୍ୟାନ୍ତ ଆବଶ୍ୟକ। 2ରେ ସାଧନାକୁ ତୁମେ ସର୍ବଶ୍ରେଷ୍ଠ କର୍ମ ବୋଲି ଭାବିକିରି ଯୋଗ କରିବ। 2ରେ 3ରେ ମନରେ କେବେ ବି ବିକୃତ ଭାବନା ନ ରହୁ। 4ରେ କେବେ ବି ନିରାଶ, ଯୋଗରେ ଯଦି କୌଣସି ଫଳ ନ ମିଳିଲା କେବେ ବି ନିରାଶ ହେବା ଉଚିତ ନୁହେଁ ବୋଲି ଆପଣ ବି କହିଲେ। ତେଣୁ ଏହା ବହୁତ ଉଚ୍ଚ କୋଟିର ପ୍ରଶ୍ନ ଥିଲା ଏବଂ ବହୁତ ଉଚ୍ଚ କୋଟିର ଆଲୋଚନା ବି ମଧ୍ୟ ଥିଲା ଆମ ପାଇଁ। ସତ୍ସଙ୍ଗ ଯାହା ଭାଗ୍ୟରେ ମିଳୁଛି ସେଟା କମ୍ ମୂଲ୍ୟବାନ ଜିନିଷ ନୁହେଁ, କମ୍ ମୂଲ୍ୟବାନ ଜିନିଷ, ସେଟା ହେଉଛି ସର୍ବଶ୍ରେଷ୍ଠ ଜିନିଷ। ଯୋଉଟାକି ଆପଣ ଏଇ ଶ୍ଲୋକ ମାଧ୍ୟମରେ କହିଲେ, ଗୋଟିଏ ଯୋଗୀ ଯୋଉ ମୁହୂର୍ତ୍ତରେ ଯାହା ଚାହିଁବ ସେ ସବୁଠାରୁ ଶ୍ରେଷ୍ଠ ଜଣେ ଯୋଗୀ ଆଉ ଜଣେ ସାଧକ ସବୁଠାରୁ ଶ୍ରେଷ୍ଠ। ଆଉ ଗୁରୁଦେବ କହିଲେ ଯେ ଏ ସତ୍ୟରେ ରହିଥିବ, ଯାହା ଭାଗ୍ୟରେ ଯାହା ନଥିବ ଯଦି ସତ୍ୟରେ ଥିବ ସେଟା ପ୍ରକାଶ ହେଇଯିବ ବା ସେଇଟା ସତ୍ୟରେ ପରିଣତ ହେଇଯିବ। କାରଣ ଅନେକ ଦୃଷ୍ଟାନ୍ତ ଦେଲେ। ଗୋଟିଏ ମା କାକୁତି ମିନତି ହେଇ କହିଲା ଯେ ମୋ ପୁଅକୁ ଏଠୁ ମାଇନସ୍ କରିଦିଅ। ବାବାଙ୍କର ସତ୍ୟ ପ୍ରଭୁତ୍ୱ ବାଣୀ
ଯେ ସତ୍ୟ ହେଇଛି ବୋଲି ମୁଁ ପ୍ରଶ୍ନ କରିଥିଲି ଯେ ଆପଣ ଇଏ 12 ଦିନ ସମୟ ଦେଇଛନ୍ତି, ସେ 12 ଦିନ ଭିତରେ ସେଟା ନିଶ୍ଚିତ ଭାବରେ ହବ ବୋଲି ମୁଁ ବିଶ୍ୱାସ କରିଥିଲି। ତାହା ବି ମଧ୍ୟ 11 ଦିନ ଭିତରେ ହେଲା, ତାହା ବି ମଧ୍ୟ ଆଜି ବି ପ୍ରକାଶ କଲେ। ବହୁତ ଖୁସି ଲାଗିଲା। ଆଉ ଜଣେ ସିଦ୍ଧ ଯୋଗୀ ବା ତତ୍ତ୍ୱ ଜାଣୁଥିବା ଯୋଗୀ ବା ତତ୍ତ୍ୱରେ ଆତ୍ମା ତତ୍ତ୍ୱରେ ଯିଏ ଲୀନ ହେଇଛି ବା ସିଏ ନିଜେ ସ୍ୱୟଂ ଆତ୍ମା ଦେବ ଯେତେବେଳେ କହୁଛନ୍ତି, ତାହା ନିଶ୍ଚିତ ଭାବରେ ଏଇଟା ହିଁ ପରବର୍ତ୍ତୀ ହବ, ନଥିଲେ ବି ମଧ୍ୟ ସେଇଟା ହବ। ଏତିକିରେ ବାବାଙ୍କୁ ପ୍ରଣାମ ଜଣେଇ ତଥା ମୁନିମତି ଭାଇ ଭଉଣୀ ମାନଙ୍କୁ ମୋର ଶୁଭ କାମନା ରହୁ। ସମସ୍ତେ ଆଉ ଯଦି କିଛି ଭୁଲ ମୋ ଭିତରୁ ବାହାରୁ ଥାଏ ତାହେଲେ ସମସ୍ତେ ମୋତେ କ୍ଷମା ନେବେ। ଏତିକି କହି ମୁଁ ମୋର ବକ୍ତବ୍ୟକୁ ଶେଷ କରୁଛି। ଜୟ ଜୀବନ। ଧନ୍ୟବାଦ। ମତାମତ ରଖିଲେ, ନିଜର ଅଭିଜ୍ଞତା ଜ୍ଞାନ ରଖିଲେ, ତା ସହିତ ବିଶ୍ଳେଷଣ କଲେ ଆମର ଏ ଯେଉଁ ପ୍ରବଚନ କାର୍ଯ୍ୟକ୍ରମ ଆଜିର, ସେଥିପାଇଁ ଧନ୍ୟବାଦ। ଆଉ କିଏ ଯଦି ଅଛନ୍ତି କୁହନ୍ତୁ, ନେକ୍ସଟ କିଏ କହିବେ କି କହିବେ ଯଦି କୁହନ୍ତୁ। ହଁ ପ୍ରଣାମ। ଆଜ୍ଞା ପ୍ରଣାମ ବାବା, ପ୍ରଣାମ। ହଁ କୁହନ୍ତୁ। ବହୁତ ଅମୃତ ତୁଲ୍ୟ ପ୍ରବଚନ ହୋଇଥିଲା। ଆଉ ସ୍ୱତନ୍ତ୍ର ନିଜ ପାଇଁ ଭାବନା ସ୍ୱତନ୍ତ୍ର ରଖିଥିଲେ, ବହୁତ ସୁନ୍ଦର ହେଇଥିଲା। ଆଉ ସେଟାକୁ କାର୍ଯ୍ୟକାରୀ କଲେ ଆହୁରି ସୁନ୍ଦର ହବ। ସ୍ୱର୍ଗର ଅମୃତ ଅଛି ଆମେ ତ ଜାଣିନାହୁଁ, ଶୁଣିବା କଥା, କିନ୍ତୁ ଏବେ ଜାଣୁଛୁ। ବାବାଙ୍କର ପ୍ରତିଟି ପଦ ହଉଛି ଅମୃତ ତୁଲ୍ୟ ଲାଗୁଛି, ବହୁତ ସୁନ୍ଦର ଲାଗୁଛି। ଆଉ ସାଧାରଣ ଅମୃତ ଯୋଗ ନେଇନି, କିନ୍ତୁ ଆଜିଠାରୁ ପ୍ରିପାରେସନ ହେଇଯାଉଛି, ନିଜକୁ ନିଜେ ଦୃଢ଼ତା ଆସିଯାଉଛି ଆପକୁ ଆପେ। ଆଉ ଯେତେ ଗୁଡ଼ିକ ସତ୍ସଙ୍ଗ ହେଇଛି ସେ ବି ବହୁତ ସୁନ୍ଦର ହେଇଛି। ସେଥିରୁ ଆମେ ବହୁତ ଚେଷ୍ଟା କରି କିଛି ଆମେ ପାଳନ କରିଛୁ ମଧ୍ୟ, କରୁଛି ମଧ୍ୟ। ଭଲ ବି ଲାଗୁଛି। ଆଗକୁ ଗୋଟେ ଷ୍ଟେପ୍ ଚାଲି ଯାଉଛି। ଆଉ କୋଉଦିନ ହବ ବାବାଙ୍କ ପାଖକୁ ଯିବି। ଆଉ ବହୁତ ସୁନ୍ଦର, ଅତି ସୁନ୍ଦର ହେଇଛି। ସ୍ୱର୍ଗର ଅମୃତ ଆମେ ଜାଣିନାହୁଁ, କିନ୍ତୁ ଏବେ ଅନୁଭବ କରୁଛୁ କୋଉଠୁ ଅମୃତ ଅଛି। ସ୍ୱର୍ଗରେ ନାହିଁ, ଏଇଠି ଅଛି, ବାବାଙ୍କ ପାଖରେ ଅଛି। ବହୁତ ସୁନ୍ଦର ହେଇଛି। ପ୍ରଣାମ। ହଉ, ଧନ୍ୟବାଦ। ତୁମର ମତାମତ ରଖିଲ, ନିଜସ୍ୱ ଭାବନାକୁ ନେଇକରି ଉପସ୍ଥାପନ କଲ ନିଜର ମତ, ସେଥିପାଇଁ ଧନ୍ୟବାଦ। ଆଉ କିଏ କହିବେ କୁହନ୍ତୁ, ଯଦି ଅଛନ୍ତି ନେକ୍ସଟ କିଏ କହିବେ କୁହନ୍ତୁ। ତେବେ ନେକ୍ସଟ କିଏ କହିବେ କୁହନ୍ତୁ। ଆଉ ବାବା ଜୟଜୀ। ହଁ ଜୟଜୀ। ଆଜିକାର ଯୋଉ ଟପିକ ଥିଲା ଯେ ସବୁବେଳେ ଉଚ୍ଚ ଭାବନା ରଖିବା ବା ଯେ ସବୁବେଳେ ଦେଖିବା, ମାନେ ମନ ଭିତରେ ନବା, 3ଟା ରାତିରୁ ଉଠିବା କି ଏଇ ଯୋଉ ଭାବନା ସବୁ ରଖିବା, ଏଇଗୁଡାକୁ ପ୍ରକୃତରେ ବହୁତ ମନ ଭିତରେ ଆସୁଛି। ହଁ, ଏଇ ଭାବନା ଗଲେ ଆମେ ଯୋଗ ସ୍ତରକୁ ଯାଇପାରିବା। ଏଇ ସବୁ ଭାବନା ନେଇକି ଆଗରୁ ଥରେ ବି ଆପଣ ଏଇ ବାବଦରେ କହିଥିଲେ, କିନ୍ତୁ ଯେତେ ଶୁଣିଲା ବେଳକୁ ବି ବହୁତ ଭଲ ଲାଗୁଛି। ନାଇଁ ବାବା ଆଜି ଗୋଟେ କଣ ନୂଆ ଟପିକ ଦେବେ, ଏଇଟା ବି ଶୁଣିବା। କିନ୍ତୁ ଏତେ ଯେ ନିଜ ଭିତରେ ସବୁ ଅଛି, ଆମେ ସେଇଟାକୁ ହିଁ ଭୁଲି ଯାଉଛୁ। ଏଇ ଯଦି ମାନେ ଭାବନା ରଖିକି ପ୍ରତ୍ୟେକ ଦିନ ପ୍ରତ୍ୟେକ ସମୟରେ ଉଠିକି ସାଧନ କଲେ, ସେଇଟା ହିଁ ଯେମିତି କହିଲେ ଝାଡା ବି 1 ମିନିଟରେ ହେଇଯିବ, କି ସବୁ ଜିନିଷ ଗୋଟେ ଉତ୍ସାହ ରହିବ। ହଁ ମୁଁ ଏଇ ଟାଇମରେ ଉଠିବି, ମୋର ସାଧନ କରିବି, ତାପରେ ଆଉ ଯୋଉ କଥା। ପ୍ରକୃତରେ ଏଇଟା ହିଁ ସତ, ସେଇଆ ହିଁ ହଉଛି। ବାସ୍ତବରେ ସେଇଆ ହିଁ ହଉଛି। ସବୁ ଜିନିଷ ଟାଇମରେ ରହିକିରି ଟାଇମରେ ଉଠିକି ସାଧନ କରିବାଟା। ଆଉ ଯୋଉ ରଖିଦେଲେ ଯେ ଗୋଟେ ଟପିକ, ଆହୁରି ଗୋଟେ ସେ ଯୋଉ ଟିପ୍ସଟା ରହିଗଲା, ସେଇଟା ଉପରେ କଣ ଆହୁରି ଗୋଟେ କଣ ରହିଗଲା, ସେଇଟା ଉପରେ ଗୋଟେ ୱିକ୍ ଭଳିଆ ରଖିଦେଲେ, ସେଇଟା ମନଟା ରହିଛି ସେଇଠି। ଆହୁରି କଣ ଗୋଟେ ଅଛି, ଆହୁରି ଗୋଟେ କଣ ଅଛି, ସେଇଟା ପାଇଁ ଉତ୍ସାହ ଆହୁରି ରହିଛି। ଆଉ କେମିତି ସେଇଟା ଶୁଣିବା। ହଉ, ମତାମତ ପାଇଁ ଧନ୍ୟବାଦ। ନିଜ ଭାବନାର ହୃଦୟର କଥାକୁ ଏଠି ରଖିଲେ, ସାଧନର କ୍ରମ କ'ଣ କରୁଛନ୍ତି ନିଜେ ମଧ୍ୟ ଉପସ୍ଥାପନ କଲେ, ସୁନ୍ଦର ଲାଗିଲା। ଆଉ ଯେ ଆକାଂକ୍ଷା ଭରି ରହିଛି, ପୁଣି ଯେମିତି ଗୋଟେ ସିରିଏଲ ଦେଖୁଛ,
ସିରିଏଲ୍ ଥିବ ହତ୍ୟା କରିବା ଯାଉଥିବ ଖଣ୍ଡାଟା ଉଠେଇଥିବ ମାରିଲା କି ନାହିଁ ସେଇଠି କାଟିଦେବ ବୁଝିଲେ। ଏ ସିରିଏଲରେ ଖଣ୍ଡାଟା ଉଠେଇଦେବ ଜୋରଦାର ଯାଉଥିବ ମାରିବାକୁ ତାକୁ ମାରିଲା କି ନା ସେଇଠି ଏପିସୋଡ଼ ବନ୍ଦ, ସେକେଣ୍ଡ ଏପିସୋଡ଼ ବନ୍ଦ, ଥାର୍ଡ଼ ଏପିସୋଡ଼ ଖୋଲାଯିବ ଆର ଦିନ ବା ସେଦିନ ମୁଁ ଅପେକ୍ଷା କରି ରହିଥିବି। ଯିଏ ଦେଖୁଥିବେ ଯେ ସିରିଏଲ୍ ପ୍ରେମୀ ସିଏ ଅପେକ୍ଷା କରିଥିବେ କେତେବେଳେ ସେ ଖଣ୍ଡା ଉଠିଥିଲା କ'ଣ ହେଲା। ଏ ଜିନିଷ ସେଇଆ ଏପିସୋଡ଼ ବର୍ତ୍ତମାନ ବନ୍ଦ ଅଛି। ଆର ସତ୍ସଙ୍ଗରେ କୁହାଯିବ ସପ୍ତାହ ପାଇଁ ଭାବନା କରନ୍ତୁ କ'ଣ ହେଇପାରେ ସେ ମନ୍ତ୍ର, କ'ଣ ହେଇପାରେ ସେ ମୁନି ଋଷିଙ୍କର ଆଜିକି 5000 ବର୍ଷ ତଳର ସେଇ ମନ୍ତ୍ର କ'ଣ ଥିଲା। ଆଜି ଏ ବର୍ଷର ନୁହେଁ 5000 ବର୍ଷ ତଳର ମନ୍ତ୍ର ସେଇଟା ଯେତେବେଳେ କରିବେ ନିଜେ ଅନୁଭବ କରିବେ। ରାତି 3ଟା ଦୀପ ଜାଳି ଗୋଟେ ମାଟି ଦୀପ ଆଣିବେ, ଘିଅ ଗୁଆ ଘିଅ ରଖିଥିବେ, ଭଲ ଘିଅ ସୁନ୍ଦର ଘିଅ, ଗୋଟେ ଦୀପ ଲଗେଇ ଦେଇକିରି କଳ୍ପନା କରିକିରି ଆରମ୍ଭ କରିବେ। ସେଇ ସମୟରୁ ରାତିରେ ଶୋଇବା ପର୍ଯ୍ୟନ୍ତ ସେ ଦିନଟା କେମିତି ଅତିବାହିତ ହେବ। ତେବେ ସେଇଟା ତ କହିବି ଭଲ ଭାବରେ ଡିଟେଲ୍ସ କହିବି ଯେତେବେଳେ କହିବି। କିନ୍ତୁ ବାବା ଦୀପଟା ଜାଳିଲେ ତ ଘରଟା ଲାଇଟିଂ ହେଇଯିବ। ଲାଇଟିଂ ତମେ ତମ ଠାକୁର ଘରେ ଦୀପ ଜାଳିବ ନା, ତମେ ଯୋଗ ଯେଉଁ ଘରେ ଯୋଗ କରିବ ସେ ଘରେ କାହିଁ ଜାଳିବ। ତୁମେ ଯେକୌଣସି ଜାଗାରେ ଗୋଟେ ଐଶାନ୍ୟ କୋଣରେ ଜାଳିଦେବ ବୁଝିଲେ। ସେ ଘରର ଐଶାନ୍ୟ ସେ ଘର ନଥାଉ ତୁମେ ଯେଉଁଠି ଠାକୁର ଥିବ ସେଇଠି ଦୀପ ଜାଳିଦେବ। ନହେଲେ ତୁମର କୋଣ ଦେଖିକି ଗୋଟେ ଐଶାନ୍ୟ କୋଣ ଥିବ ତୁମ ହେଇପାରେ ବାରଣ୍ଡା ହେଇପାରେ, ନହେଲେ ବାଲକୋନି ହେଇପାରେ ବା ତୁମର ଡାଇନିଂ ହେଇପାରେ, ଯେକୌଣସି ତୁମେ ଯେଉଁ ଘରେ ଯୋଗ କରୁଛ ସେ ଘରେ ଜାଳିବା ସେ ଲାଇଟିଂ ହେବ। ଠିକ୍ କଥା କହିଛ। ତ ସେ ଘରେ ନ ଜାଳି ଅନ୍ୟ ଜାଗାରେ ଜାଳିବ। ତେବେ ଆସନ୍ତୁ ଆମେ ସେଇ ପ୍ରତୀକ୍ଷା କରିବା ସେଇ ସମୟ। ତେବେ ତା ପୂର୍ବରୁ ଆଉ କିଏ ମତାମତ ରଖିବେ ଯଦି କୁହନ୍ତୁ। ଆଉ ଅଛି ତ 1:30 ଯାକେ ଆମେ ରଖିବା, ଆଉ 7-8 ମିନିଟ୍ ଅଛି। କୁହନ୍ତୁ କିଏ କହୁଥିଲେ ମୋତେ କହିଲା ବେଳକୁ ଆପଣଙ୍କ ସହିତ କଥା ହେଲା ବେଳକୁ ଭଲ ଲାଗୁଛି, କିନ୍ତୁ ସତ୍ସଙ୍ଗରେ କହିଲା ବେଳକୁ ଡର ମାଡ଼ୁଛି। ଏଠି 100 ଲୋକ ଅଛନ୍ତି ତାଙ୍କୁ ଡର ମାଡ଼ୁଛି ମୁଁ କ'ଣ ପ୍ରଶ୍ନ, ମୋ ପ୍ରଶ୍ନଟା ଠିକ୍ ହେବ କି ନାହିଁ, ଯୁକ୍ତିଯୁକ୍ତ କି ନାହିଁ, କହିବାଟା ଶୈଳୀ ଠିକ୍ ହେବ କି ନାହିଁ। ସେଇଥିପାଇଁ ତାଙ୍କୁ ଟିକେ ଆସନ୍ତୁ ଆମେ ଆଉ କାହାକୁ ଧନ୍ୟବାଦ ଦିଆଯିବ ପରେ କହିଲା ପରେ ମୁଁ ଅପେକ୍ଷା କରିଛି। କି କୁହନ୍ତୁ। କଙ୍କଡ଼ା ହାଡ଼ କୁହ। ମତେ ବହୁତ ଭଲ ଲାଗିଲା ଏମିତି ସତ୍ସଙ୍ଗ ମୁଁ କୋଉଠି ଶୁଣିନି। ସବୁ ସତ୍ସଙ୍ଗ ମତେ ଭଲ ଲାଗୁଛି। ସତ୍ସଙ୍ଗ ଶୁଣି ଶୁଣି ତ ଟାଇମ୍ ପଳାଉଛି ଆଉ କଥା ହେବାକୁ ବି ବଳ ପାଉନି। ସବୁ ସତ୍ସଙ୍ଗ ସବୁ କାମ ସରିଲା ପରେ ତ ଖାଲି ସତ୍ସଙ୍ଗ ନ କହି ଯେତେ ସତ୍ସଙ୍ଗ ଶୁଣିଲେ ବି ସବୁ ନୂଆ ନୂଆ ଲାଗୁଛି। ଯେତେ ଥର ଶୁଣିଲେ ବି ବାରମ୍ବାର ସବୁ ନୂଆ ଲାଗୁଛି। ମୁଁ ଏମିତି ମୋ ଜୀବନରେ ମୁଁ ଯାହା ଖୋଜୁଥିଲି ସେଇଆ ପାଇଯାଇଛି। ଆଉ କିଛି ଯାହା ଯେତିକି ଦିନ ଆଉ ବଞ୍ଚିବି ଖାଲି ଆପଣଙ୍କର ଆଶୀର୍ବାଦରେ ମୁଁ ରହିବି, ଏତିକି ମୋର କାମନା। ଆଉ କିଛି ବି ମୁଁ ଚାହୁଁନି। ବାବା, ଗୁରୁଜୀ, ଗୁରୁମା, ପ୍ରଣାମ। ହଉ ଠିକ୍ ଅଛି, ଧନ୍ୟବାଦ। ତୁମର ବହୁମୂଲ୍ୟ ମତାମତ ରଖିଲ। ଆଉ ହଉ ଆଉ କିଏ କହିବେ କୁହନ୍ତୁ। ଆଉ 2-3 ମିନିଟ୍ ଅଛି, 1:30 ବନ୍ଦ କରିବା। ଗୁରୁମା ପ୍ରଣାମ, ଗୁରୁଜୀ ପ୍ରଣାମ। ପ୍ରଣାମ। ଆଜିର ସେସନଟା ଗୁରୁଜୀ ଗୋଟେ ପ୍ରିପାରେଟୋରୀ ଫେଜ୍ ଭଳିଆ ଲାଗିଲା। ମାନେ ଆମେ ନିଜକୁ ଯୋଉ ଦିନହୀନ ମନେ କରୁଛୁ, ସେଇ ଦିନହୀନ ମନେ ନ କରିକି କିପରି ଭାବରେ ଶରୀର ଆତ୍ମା ଆଉ ବୁଦ୍ଧିକି ମାନେ ଷ୍ଟ୍ରଙ୍ଗଲି ଆତ୍ମା ଆଡ଼କୁ ଢଳିବା, କିପରି ମାନେ ମନକୁ ଆସକ୍ତି କରିବା ଯେ ଆତ୍ମା ଆଡ଼କୁ ଢଳିବ। ଆଜି ଆମେ ଏଇଆ ଶିକ୍ଷା ପାଇଲୁ ଗୁରୁଜୀ। ଧନ୍ୟବାଦ। ଜୟ ଜୟ। ହଉ ଧନ୍ୟବାଦ ଗୋଟେ ସୁନ୍ଦର ସର୍ଟ ମତାମତ ପାଇଁ। ଉଚ୍ଚକୋଟୀର କଥା କହିଲେ, ଆତ୍ମା ଆଡ଼କୁ ଢଳିବା। ଆଉ ଏ ଶିକ୍ଷା ଆଜିର ପ୍ରବଚନ ହୁଏତ ସେଇ ଅର୍ଥରେ ଥିଲା। ଆମେ ସମସ୍ତଙ୍କୁ କାଟିକିରି କେବଳ ଆତ୍ମାକୁ ପ୍ରାଧାନ୍ୟ ରଖିଥିଲା ଆଜିର ସତ୍ସଙ୍ଗରେ। ସେଇଟା ପ୍ରଭାବ ପଡ଼ିବ, ଆସ୍ତେ ଆସ୍ତେ ପ୍ରଭାବ ପଡ଼ିବ। ଯେଉଁମାନଙ୍କ ପାଖରେ ଆତ୍ମକେନ୍ଦ୍ରିକ ଭାବ ଅଛି, ସାଧନର କଥାରେ ରହୁଛନ୍ତି, ସେମାନଙ୍କ ପାଇଁ ବେଶୀ ଇଫେକ୍ଟ। ହଉ ତେବେ ଆସନ୍ତୁ ଆଉ କିଏ କହିବେ, ଆଉ କିଏ କହିବେ କି କୁହନ୍ତୁ।
प्रणाम कौट कहते हाँ केशव बारंग कहतु ସତ୍ସଙ୍ଗରେ ଯୋଉ ଦିନଚର୍ଯ୍ୟା ପାଳନ କରିବା ପାଇଁ କି ଯୋଉ ଟିପ୍ସଟା ରହିଲା ବହୁତ ଭଲ ଲାଗିଲା। ଦିନଚର୍ଯ୍ୟା ପାଳନ କଲେ ଯୋଗଟା ଠିକ ଲାଇନରେ ରହୁଛି। ଦିନଚର୍ଯ୍ୟା ପାଳନ ନ କଲେ ଯୋଗଟା ଟିକେ ବ୍ୟତିକ୍ରମ ହଉଛି, ଭଲ ଭଲ ଲାଗୁନି, ସେ ଦିନଟା ଭଲ ଲାଗୁନି, ପସନ୍ଦ। हाँ ठीक है धन्यवाद। दिनचर्या पालन हेले साधन ठीक रहिबो। बहुत दृढ़ पदक्षेप अनुभव कथा रखिले धन्यवाद। आउ किए कहबे आ जो माने मो कहि रखुची जो माने रविवार जिबे आमर सत्संग को शकुंतलापुर खाद्यपेयर व्यवस्था करा जाए सेठी रहिबार व्यवस्था मध्य अछि रहि पारे दिन जहाँ चाहिए असुविधा किसी हेनी। जदि जी जी मत आगुरी कहले भल शकुंतलापुर जो मैंने ट्रेन आसवे से माने कपिलास रोड ओह्ल पारे न धानमंडल ओह्ल चंडीखोल आसिक आसपारती। धानमंडल चंडीखोल ऑटो सदा लगी रेल रोड कोऑर्डिनेशन ऑटो रे 10 कोटी टाँग मत ने आनी चंडीखोल छाड़ीदे। चंडीखोल पुणी पड़े आस कढ़ई छक जो मैंने धानमंडल ओह्ल ईस्ट कोस्ट रोचे से भाई केत गुड़े गाड़ी रोचे चंडीखोल सुपरफास्ट भी रोचे आउ 6 अप रोचे केत गुड़े रोचे मतलब धारणा ना ये जो यहाँ रोचे जलेश्वर पुरी बहुत ट्रेन रोचे तेणु तुम रहीपर जदि किए दूर आदि पूर्व दिन भी आसपारे जहाँ को असुविधा अच्छी 25 24 भी आसपारती रहीपर जाइए किसी असुविधा ना आसिक रुहतु किसी ये ना आम 25 रहीपर न रहीपर कहूनी तो 25 दिन आम जीवु से रविवार से ऑनलाइन सत्संग हम जो मैंने ऑनलाइन रे से मैंने भी से शुणिपर आरथर भाई आम ये प्रोसेसिंग रे अच्छु पूरी भुवनेश्वर सबुगुड़ी आश्रम को जागृत करा पड़ो लोक मैंने आसुँच सहयोग कर तेणु समय मिलनी केतवे समय जिते जहाँ आसू ताको आम पालन करवा दरकार ना कि हो आउ किए कहबार तो ना ये आम रखा सत्संग को बाणी की विश्राम दवा मत थंडा जनित असुविधा तंटीर क्लीयरेंस होनी चेष्टा करवाई केमती शुभी कौन हो रेकर्डिंग देखले जना पड़ा तुम मनोभाव जना पड़ो तेज आसतु ये सत्संग को सांग करवा।